ପିଲାମାନେ ମୁଁ ମୋର ଏଇ ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍ ଚ୍ୟାନେଲକୁ ୱେଲକମ୍ ଜଣାଉଛି। ପିଲାମାନେ ଦେଖନ୍ତୁ, ଆଜି ଆପଣଙ୍କ ପାଇଁ ନେଇ ଆସିଛି 7th କ୍ଲାସ୍ର ବିଜ୍ଞାନ। ଓକେ, ପ୍ରଥମେ ଦେଖିବା ଆମେ ପ୍ରଥମ ଅଧ୍ୟାୟର ପଦାର୍ଥ ଚାପ୍ଟର। ଓକେ, ତ ଦେଖିବା ପିଲେ ପଦାର୍ଥ ବିଷୟରେ ଆମେ ଦେଖିବା। ପଦାର୍ଥ କେତେ ଭାଗରେ ବିଭକ୍ତ? ଓକେ, ପଦାର୍ଥ କାହାକୁ କୁହାଯାଏ? ଓକେ, ସେ ବିଷୟରେ ଦେଖିବା। ତ ତା ପୂର୍ବରୁ ପିଲାମାନେ ସମସ୍ତେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ସମସ୍ତେ ଜଲ୍ଦି କ'ଣ ସମସ୍ତଙ୍କୁ ସେୟାର କରିଦିଅନ୍ତୁ। ଓକେ, ଆପଣ ଯଦି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ଦ୍ୱାରା ଆପଣ ହିଁ ସର୍ବପ୍ରଥମେ ମୋର ଏହି ନୂଆ ଭିଡ଼ିଓ ପାଇପାରିବେ। ଓକେ, ତ ଚାଲନ୍ତୁ ପିଲେ ଆଉ ଲେଟ୍ କରିବାନି, ଦେଖିବା ପ୍ରଥମ ଅଧ୍ୟାୟ 7th କ୍ଲାସ୍ର ସାଇନ୍ସ ପଦାର୍ଥ ପାଠକୁ ଆରମ୍ଭ କରିବା। ଓକେ, ତ ଦେଖନ୍ତୁ ପିଲେ, ତା ପୂର୍ବରୁ ଦେଖିବା ଆମର ପ୍ରାକୃତିକ ଓ ମନୁଷ୍ୟକୃତ ପଦାର୍ଥ। ଆମେ ଜାଣିଛେ ପଦାର୍ଥ ଆମର ଦୁଇ ଭାଗରେ ବିଭକ୍ତ। ଓକେ, ମାନେ କ'ଣ ଦୁଇ ଭାଗରେ ଆମେ ଦେଖିବାକୁ ପାଇଥାଉ। ଦେଖନ୍ତୁ କ'ଣ ଦିଆଯାଇଛି ଏଠି, ଦେଖ ପ୍ରଥମେ କ'ଣ ଦିଆଯାଇଛି ଏଠି ଦେଖିବା। ଓକେ, ତ ଦୈନନ୍ଦିନ ଜୀବନରେ ଆମ ଚତୁଃପାର୍ଶ୍ୱରେ ଆମେ ଅନେକ ପଦାର୍ଥ ଦେଖୁ, ହଁ ନା ନୁହଁ? ଆମ ଦୈନନ୍ଦିନ ଜୀବନରେ ଆମେ ଯାହା ସବୁ ପଦାର୍ଥ ଗୁଡ଼ିକୁ ଦେଖୁଛେ, ଓକେ, ଯାହା ବି ଆମ ଚତୁଃପାର୍ଶ୍ୱରୁ ଦେଖୁଛେ, ଓକେ, ସେସବୁକୁ କହିବା ଆମେ କ'ଣ? ପଦାର୍ଥ ବୋଲି କହିବା। ତ ସେଗୁଡ଼ିକ ଉପାଦେୟତା ତଥା ଆବଶ୍ୟକତା ଅନୁସାରେ ଆମେ ସେଥିମଧ୍ୟରୁ କେତେକକୁ କ'ଣ ବ୍ୟବହାର କରିଥାଉ। ଓକେ, ଆଉ କ'ଣ ନା ସେଗୁଡ଼ିକର କ'ଣ ଆବଶ୍ୟକତା ଅନୁଯାୟୀ ଆମେ ସେଥିମଧ୍ୟରୁ କେତେକକୁ ଆମେ ବ୍ୟବହାର, ସେଇ ପଦାର୍ଥ ମଧ୍ୟରୁ ଆମେ ବ୍ୟବହାର କରିଥାଉ। ଓକେ, କ'ଣ ଦେଖିବା ନା ଜଳ, ଓକେ, ତାପରେ କାଠ, କୋଇଲା, ଖଣିଜ ପଦାର୍ଥ, ମୃତ୍ତିକା, ଓକେ, ଇତ୍ୟାଦି ଉପାଦେୟ ପ୍ରାକୃତିକ ପଦାର୍ଥର ଉଦାହରଣ। ଏସବୁ ଆମେ କ'ଣ? କୋଇଲା, ଖଣିଜ ପଦାର୍ଥ, ମୃତ୍ତିକା, କାଠ, କୋଇଲା, ଜଳ, ଏସବୁ ଆମେ ମାନେ ପଦାର୍ଥମାନଙ୍କ ଭିତରୁ ଏସବୁ ଆମେ କ'ଣ ବହୁଳ ଭାବରେ ଆମେ ବ୍ୟବହାର କରୁଛେ, ହଁ ନା ନୁହଁ? ତ ଏକ ଅଦୃଶ୍ୟ କିନ୍ତୁ ଅତି ଉପାଦେୟ ଆବଶ୍ୟକ ପ୍ରାକୃତିକ ପଦାର୍ଥ ହେଉଛି ବାୟୁ। ଆଚ୍ଛା, ଆମେ ଯେତେ ସବୁ ବ୍ୟବହାର କରୁଛୁ ପିଲେ, ଜଳ, କାଠ, ଓକେ, ଖଣିଜ ପଦାର୍ଥ ଏସବୁ ବ୍ୟବହାର କରୁଛେ ନାହିଁ, ଏମାନଙ୍କ ଭିତରୁ ପିଲାମାନେ ଦେଖିବା ଅତି ଆବଶ୍ୟକ ଭାବରେ ଦେଖିବାକୁ ଗଲେ ଆମେ ପ୍ରାକୃତିକ ପଦାର୍ଥ ମାନେ କାହାକୁ କୁହାଯାଏ? ନା ଯେଉଁ ଜିନିଷ କି ପ୍ରକୃତି ହିଁ ତିଆରି, ଆମେ ଯେଉଁଟା ତିଆରି କରିନେ। ଓକେ, ତ ବାୟୁ କ'ଣ ଆମେ ତିଆରି କରୁଛେ? ନାହିଁ। ତ ଏଇ ବାୟୁ ଆମକୁ ଅତି ଆବଶ୍ୟକ। ଓକେ, କାହିଁକିନା ବାୟୁ ବିନା ଆମେ କ'ଣ ଆମେ ବଞ୍ଚିତ। ଓକେ, ସେଥିପାଇଁ କ'ଣ ବାୟୁ ଆମକୁ ଅତି ଆବଶ୍ୟକ ହୋଇଥାଏ। ଓକେ, ଦେଖନ୍ତୁ ଆମେ ଏସବୁ କ'ଣ ମନୁଷ୍ୟର ବାୟୁ ସଂସ୍ପର୍ଶରେ ଆସୁ, ଆମେ କ'ଣ ଏସବୁ ବାୟୁ ସଂସ୍ପର୍ଶରେ ଆସିଥାଉ। ଓକେ, ବାୟୁ ବିନା ଜୀବନ ଅସମ୍ଭବ। ଆମେ ଯଦି ବାୟୁ ନଥିବ ତାହେଲେ ଆମେ କ'ଣ ବଞ୍ଚିପାରିବା ନାହିଁ। ଓକେ, ତ ଏସବୁ ବ୍ୟତୀତ ଅନେକ ପଦାର୍ଥ ଅଛି ଯାହାକି ମନୁଷ୍ୟକୃତ। ଆଚ୍ଛା, ଏବେ ମୁଁ ଯେଉଁଟା କହିଲି କି ଯେମିତି ଜଳ, କାଠ, କୋଇଲା, ଖଣିଜ ପଦାର୍ଥ, ବାୟୁ, ଏସବୁ ଗୁଡ଼ିକ ମୁଁ କହିଲି, ଏସବୁ ଗୁଡ଼ିକ କ'ଣ ନା ପ୍ରାକୃତିକ ମାନେ ଯେଉଁଟାକି ମନୁଷ୍ୟ ତିଆରି କରିନାହିଁ, ଏଇଟା ପ୍ରକୃତିରେ ହିଁ ତିଆରି ହେଇକି ଅଛି। ଓକେ, ଏସବୁ କୁହାଯାଏ କ'ଣ ନା ପ୍ରାକୃତିକ ପଦାର୍ଥ। ଓକେ, ଆଉ କେତେ ଅଛି ଯେଉଁଟାକି ମନୁଷ୍ୟକୃତ କାହାକୁ କହିବା? ଯେଉଁଗୁଡ଼ିକ କି ଆମେ ମଣିଷ ତିଆରି କରିଥାଏ, ଯେଉଁଗୁଡ଼ିକୁ ମଣିଷ ତିଆରି କରିଥାଏ ତାକୁ କୁହାଯାଏ ମନୁଷ୍ୟକୃତ ପଦାର୍ଥ। ଦେଖିବା କ'ଣ ମନୁଷ୍ୟ କ'ଣ ତିଆରି କରିଥାଏ। ଦେଖନ୍ତୁ ଆମେ ବ୍ୟବହାର କରୁଥିବା ଯେମିତି ଲୁଗାପଟା, ଓକେ, ତାପରେ ଆସବାବପତ୍ର, ବାସନକୁସନ, ଖାଦ୍ୟ ପାନୀୟ, ଜୀବନ ରକ୍ଷାକାରୀ ଔଷଧ, କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ସାର ଓ କୀଟନାଶକ, ପ୍ଲାଷ୍ଟିକ ନିର୍ମିତ ପଦାର୍ଥ, କାଗଜ, କାଳି, ବିଭିନ୍ନ ଯାନବାହନ, ଓକେ, ଗାଡ଼ି ଘୋଡ଼ା ସବୁ କ'ଣ ମନୁଷ୍ୟକୃତ ମାନେ ଯେଉଁଟାକି ମଣିଷ ତିଆରି କରିଥାଏ। ଓକେ, ଆମେ କ'ଣ ଜାଣିଲେ କ'ଣ ମିଶିବା ନା ଲୁଗାପଟା, ଆବାସକ ପତ୍ର, ବାସନକୁସନ, ଖାଦ୍ୟ ଉପାଦେୟ, କ'ଣ ଖାଦ୍ୟ ଓ ପାନୀୟ, ଆଉ କ'ଣ ଜୀବନ ରକ୍ଷାକାରୀ ଯେଉଁ ଔଷଧ, ଆମର କ'ଣ ଔଷଧର ଯେଉଁ ଜୀବନ ରକ୍ଷା ହେଉଛି, ଏବଂ କୃଷି କ୍ଷେତ୍ରରେ ଯେଉଁ ବ୍ୟବହାର ହେଉଥିବା ସାର, ଯେଉଁଟା ଆମେ କୃଷିରେ ବ୍ୟବହାର ଯେଉଁ ସାର କୀଟନାଶକ ଯାହା ସବୁ ବ୍ୟବହାର କରୁଛେ, ସବୁ କ'ଣ ମଣିଷ କ'ଣ
ଏସବୁ କିପଟରୁ ନା ତାଙ୍କର କଳକାରଖାନା ଅଛି ସେମିତି ନିର୍ମିତ ପଦାର୍ଥ ଗୁଡ଼ାକ କାଗଜ ସବୁ ଓକେ କାଳି ଏସବୁ ବିଭିନ୍ନ ଯାନବାହନ ଗାଡ଼ି ମଟର ଯାହା ସବୁ କ'ଣ ନା ଏସବୁ ମଣିଷ ହିଁ ତିଆରି କରିଥାଏ। ଓକେ ଦେଖନ୍ତୁ ନେକ୍ସଟ କ'ଣ ଅଛି ଦେଖନ୍ତୁ ଏଇଠି ମନେ ରଖ ବୋଲି ଦିଆଯାଇଛି। ଦେଖନ୍ତୁ ଯେଉଁ ବହି ଆମେ ସେବନ କରୁ ମାନେ ନେଉଛେ ଯେଉଁଟା ଓକେ ଯେଉଁ ଖାଦ୍ୟ ଖାଉ ଯେଉଁ ଜଳ ପାନ କରୁ ଯେଉଁ ପୋଷାକ ପିନ୍ଧୁ ଯାହା ସବୁ ଲେଖା ପଢ଼ା ଖେଳକୁଦରେ ବ୍ୟବହାର କରୁ ଯେଉଁ ଗୃହରେ ବାସ କରୁ ଏସବୁ ସହିତ ଆମ ଚତୁଃପାର୍ଶ୍ୱରେ ବସ୍ତୁକୁ ପଦାର୍ଥ ମାନେ ଯାହା ସବୁ ଆମ କରୁଛେ ବାୟୁ ଯେଉଁଟା ନେଉଛେ ଯେଉଁ ଖାଦ୍ୟ ଖାଉଛେ ଯେଉଁ ଜଳପାନ କରୁଛେ ପିଉଛେ ଯେଉଁ ପୋଷାକ ପିନ୍ଧୁଛେ ଏବଂ ଯାହା ଆମେ ଲେଖା ପଢ଼ାରେ ଖେଳକୁଦରେ ଯାହା ସବୁ ବ୍ୟବହାର କରୁଛେ ଯେଉଁ ଗୃହରେ ଆମେ ରହୁଛେ ବାସ କରୁଛେ ଏସବୁର ଚତୁଃପାର୍ଶ୍ୱରେ ଆମେ ଯାହା ସବୁ ଦେଖୁଛେ ନା ସେସବୁ କ'ଣ କୁହାଯାଏ ନା ପଦାର୍ଥ ବୋଲି କୁହାଯାଏ। ଓକେ ଜାଣିଲେ କି ତ ନେକ୍ସଟ ଦେଖନ୍ତୁ ଏଗୁଡ଼ିକ ମଧ୍ୟରୁ କେତେକ ପ୍ରାକୃତିକ ଆଉ କେତେକ ମନୁଷ୍ୟ ଯେତେ ସବୁ କହିଲେ ଜଳ ପାନ ପିନ୍ଧା ପୋଷାକ ଲେଖା ପଢ଼ା ଖେଳକୁଦ ଯାହା ସବୁ ବ୍ୟବହାର କରୁଛେ ସବୁ ଚତୁଃପାର୍ଶ୍ୱରେ ଯାହା ଦେଖୁଛେ ମାନେ ସେମାନଙ୍କ ଭିତରୁ କ'ଣ ନା କେତେ ଗୁଡ଼ିଏ ଅଛି ପ୍ରାକୃତିକ ଆଉ କେତେ ଗୁଡ଼ିଏ ଅଛି ମଣିଷକୃତ। ଓକେ ନେକ୍ସଟ ଦେଖନ୍ତୁ ତଳେ ହେଉଛି ତୁମ ପାଇଁ କାମ ତୁମେ ବ୍ୟବହାର କରୁଥିବା ଓ ଘରେ ବାହାରେ ଦେଖୁଥିବା 10 ଗୋଟି ପଦାର୍ଥର ତାଲିକା କର। କ'ଣ କରିବେ ନା ଆପଣ ବାହାରେ ଦେଖିଥିବା କିମ୍ବା ଘର ଭିତରେ ଥିବା 10ଟା କ'ଣ ପଦାର୍ଥ ଆପଣ କଲେକ୍ଟ କରିବେ ଆଉ ଓକେ ସେଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ପ୍ରାକୃତିକ କେଉଁଗୁଡ଼ିକ ମନୁଷ୍ୟକୃତ ବାଚ୍ୟ ନିମ୍ନ ସାରଣୀ ତୁମ ହାତରେ ତିଆରି କରି ଏମିତି ଘରେ ତିଆରି କରି ପୂରଣ କର ମିଶି କ'ଣ ଗଛ ଆଲୋଚନା କରି ଆବଶ୍ୟକ ସ୍ଥଳେ ସଂଶୋଧନ କରନ୍ତୁ। ଦେଖ ଆପଣ କ'ଣ କରିବେ ନା ଘର ବାହାରେ କିମ୍ବା ଭିତରେ ଥିବା କ'ଣ ପଦାର୍ଥ କଲେକ୍ସନ୍ କରିବେ। ଓକେ ତ କଲେକ୍ସନ୍ କରିସାରିଲା ପରେ ଏମିତି ଆପଣ ଲେଖିବେ ଓକେ କେଉଁଗୁଡ଼ିକ ପ୍ରାକୃତିକ କେଉଁଗୁଡ଼ିକ ମନୁଷ୍ୟକୃତ ଦେଖନ୍ତୁ କାଠ ମାଟି ଏସବୁ କ'ଣ ପ୍ରାକୃତିକ ପଦାର୍ଥ ଖଣିଜ ଓକେ ସବୁ ଏଠି ଏ ସାଇଡ଼୍ ପ୍ରାକୃତିକ ପଦାର୍ଥ ଲେଖିବେ ହୁଏ ସେମିତି ମନୁଷ୍ୟକୃତ ପଦାର୍ଥ କ'ଣ ଟେବୁଲ ଏଇଟା ଏସବୁ କ'ଣ ନା ଟେବୁଲ ଏଇଟା ଝରକା କବାଟ ଯାହା ସବୁ ଅଛି ସବୁ କ'ଣ ମଣିଷ ଯେଉଁଟା ତିଆରି କରିଥାଏ ତାକୁ ମନୁଷ୍ୟକୃତ ପଦାର୍ଥ। ଓକେ ନେକ୍ସଟ ଯିବା ବେଳେ ଦେଖନ୍ତୁ ଆମେ ଜାଣିଲେ ପଦାର୍ଥ କେତେ ପ୍ରକାର ଜାଣିଲେ କାହାକୁ କୁହାଯାଏ ଜାଣିଲେ ତ ପ୍ରାକୃତିକ ପଦାର୍ଥ କାହାକୁ ଜାଣିଲେ ମନୁଷ୍ୟକୃତ ପଦାର୍ଥ କାହାକୁ କୁହାଯାଏ ଜାଣିଲେ ଏବେ ତାଙ୍କର ଗୁଣ କେଉଁମାନଙ୍କର ଗୁଣ କେମିତି କ'ଣ ଅଛି ଥୋଡ଼ି ନା ସମସ୍ତଙ୍କୁ ସମାନ ଥିବ ନା। ଓକେ ତ ଦେଖିବା ତୁମ ପାଇଁ କାମ ଦେବ ଫାଷ୍ଟ କ'ଣ ଅଛି ଦେଖନ୍ତୁ ଖଣ୍ଡେ ପଦର ନେଇ ଦେଖ ତାହା ଓଜନିଆ ଲାଗୁଛି ଦେଖିବେ ଓକେ ଗୋଟିଏ କାଚ ଗ୍ଲାସରେ ଜଳ ନେଇ ଗ୍ଲାସର ବାହାର ପଟେ ଗୋଟିଏ ଦାଗ ଦେଇ ଭିତରେ ଥିବା ଜଳର ଉପର ସ୍ତରକୁ ଚିହ୍ନଟ କର। ଓକେ ଦେଖନ୍ତୁ ଆପଣ ଗୋଟେ ଏମିତି ଗ୍ଲାସ୍ ଅଛି ଓକେ ଏଠି ପାଣି ଅଛି ଏମିତି ଅଛି ତ ଦେଖନ୍ତୁ ଏଇଠି ପାଣି ଅଛି ଏମିତି ଓକେ ଏବେ ଦେଖନ୍ତୁ ଖଣ୍ଡେ ପତ୍ର ନେବେ ଗୋଟେ କ'ଣ ଛୋଟ ଛୋଟ ପତ୍ର ନେବେ ଏବେ ଦେଖନ୍ତୁ ସେ ପତ୍ର କ'ଣ ଓଜନିଆ ଲାଗୁଛି ନା ନାହିଁ ପତ୍ରଟା ଏଇଟା ମନେକର ପତ୍ର ନେଇଛି ଏଇଟା ଓଜନିଆ ଲାଗିବ ହଁ ଗଛି କାଚ ଗ୍ଲାସ୍ ଗୋଟେ ନେଲେ ଏଇଟା ହେଲା କାଚ ଓକେ କାଚ ଏବେ ଦେଖନ୍ତୁ ଗ୍ଲାସ୍ର ପଛପଟେ ତା'ମାନେ କ'ଣ ବାଟ ଦେଖିବେ ହଁ ଏଠି ଦେଖୁ ପାଣି ରେଡ଼ିଂ ଦେଖିବେ କେତେ ପର୍ଯ୍ୟନ୍ତ ଅଛି। ଓକେ ଏବେ ଦେଖିବେ ଗୋଟେ ଦାଗ ଦେବେ ଯେ ଆମେ ଏଠି ଦାଗ ଦେଲେ ଏତିକି ପର୍ଯ୍ୟନ୍ତ ପାଣି ଅଛି ଏବେ ରୂପସ ଜଳସ୍ତର ଚିହ୍ନଟ କଲେ ଆମେ ଜାଣିଲେ କେତେ ପର୍ଯ୍ୟନ୍ତ ପାଣି ଅଛି। ଏବେ ପଥର ଖଣ୍ଡଟିକୁ ଧୀରେ ଗ୍ଲାସ୍ ଭିତରେ ବୁଡ଼ାଇ ଦିଅ ଏଇ ଯେଉଁ ପଥର ଖଣ୍ଡ ଅଛି ତାକୁ ଆଣିକି କେଉଁଠି ଏଠି ପକାଇଦିଅ ଓକେ ଏଠି ପକାଇଦେବେ ଏବେ ଦେଖିବେ ଗ୍ଲାସ୍ ଭିତରେ ଥିବା ପାଣିରୁ ବୁଡ଼ାଇଲେ ଓକେ ଗ୍ଲାସ୍ ଭିତରେ ଥିବା ଜଳ ସ୍ତରର ପରିବର୍ତ୍ତନ ହେଲା କି ମାନେ ଯେଉଁ ପାଣି ଭିତରେ ଥିଲା ଆମେ ଯେଉଁ ପଥର ଝୁଲିଟା ପକାଇଦେଲା ତାପରେ ଏହାର କ'ଣ ପରିବର୍ତ୍ତନ ହେଲା ନା ନାହିଁ ବୋଲି ଏଠି କୁହାଯାଇଛି ମାନେ କ'ଣ ଏ ପାଣିର ସ୍ତର ମାନେ କ'ଣ କମିଲା କି ବଢ଼ିଲା ଏମିତି କ'ଣ ଚେଞ୍ଜ ହେଲା ନା ନାହିଁ ସେଇଟା କୁହାଯାଇଛି ତ ବାଧ୍ୟ ହେଇଗଲା କ'ଣ ଜଳ ସ୍ତରର ପରିମାଣ କ'ଣ ପରିବର୍ତ୍ତନ ହେଲା କାହିଁକି ଏପରି ହେଲା ଚିନ୍ତା କର କାହିଁକି ହେବ
କାହିଁକିନା ଏଇଟା ଓଜନ ସ୍ତର ଏଇଠି ପକାଇଲାରୁ କ'ଣ ହେଲା, ତା'ର ଜଳ ସ୍ତର ପୁରା ବଢ଼ିଗଲା। କାରଣ ପାଣି ଥିବା ଜଳ ଅଣୁ ଦେଖନ୍ତୁ, ମୁଁ କହୁଛି ଗୋଟେ ଦେଖନ୍ତୁ ଖରକଣା ଦେଇଛି। ବିଭିନ୍ନ ଆକୃତିର 3-4 ଗୋଟି କାଚ ବୋତଲ ସଂଗ୍ରହ କର। ଏବେ କ'ଣ କରିବି ନା 3-4ଟା କାଚ ବୋତଲ ଗୋଟେ, ପ୍ରତି ବୋତଲରେ ଏକ ଗ୍ଲାସ ଜଳ ଭର୍ତ୍ତି କର। ସବୁ 3 ବୋତଲ ନେଲେ ସବୁ ପାଣି ଭର୍ତ୍ତି କରିବେ। ଓକେ, ବିଭିନ୍ନ ବୋତଲରେ ଜଳ ଆକୃତିର ଲକ୍ଷ୍ୟ କର। ଦେଖିବେ ପାଣି କେତେ କ'ଣ ଅଛି। ବିଭିନ୍ନ ଆକୃତିର ସେମ୍ ରଖିବେନି, ପାଣି ଅଲଗା ଅଲଗା ରଖିବେ। ଓକେ, ଏହି ପାଣିର ଜଳ ବିଭିନ୍ନ ବୋତଲରେ ଥିବା ବେଳେ ସେଇ ଜଳର ଆକୃତି ଏକାପରି ଅଟିକି ତ ଦେଖିବେ ତ ସମାନ ଥିବ କି ନାହିଁ, ସମସ୍ତଙ୍କର ସମାନ ନଥିବ। ଦେଖନ୍ତୁ ନେକ୍ସଟ କ'ଣ ଅଛି ଏଠି, ଏଇଟା କ'ଣ ଦିଆଯାଇଛି ଦେଖନ୍ତୁ, ସ୍କୋର ବିବର୍ତ୍ତ ପତ୍ରଖଣ୍ଡର ଆକୃତି ଅଛି। ଆମେ ଯେଉଁ ଖରେ ବ୍ୟବହାର କଲେ, ଯେଉଁ ଏକ୍ସପେରିମେଣ୍ଟ କଲେ, ଏଇଠି କ'ଣ କଲେ, ପଥର ଖଣ୍ଡଟା ଛାଡ଼ିଲେ ନା ନାହିଁ ଏଇଠି। ଓକେ, ଏଇ ଯେଉଁ ଏକ୍ସପେରିମେଣ୍ଟ ତ ପଥରର ନିର୍ଦ୍ଦିଷ୍ଟ ଆକୃତି ଅଛି ନା ନାହିଁ, ହଁ ସେମିତି ଏଇ ଯେଉଁ ଖରେ ମାନେ ଏଇଠି ଯେଉଁ କଲେ ଜଳର କୌଣସି ନିର୍ଦ୍ଦିଷ୍ଟ ଆକୃତି ନାହିଁ, ହଁ ନା? ଏଇ ଯେଉଁ 3-4ଟା କ'ଣ ବୋତଳ ସଂଗ୍ରହ କରୁଥିଲେ, ପ୍ରତି ବୋତଲରେ ଗ୍ଲାସ ଜଳ ଭର୍ତ୍ତି କର, ହଁ କି ନାହିଁ? ପ୍ରତି ବୋତଲରେ ଏକ ଗ୍ଲାସ ଆଉ କ'ଣ ଦେଖନ୍ତୁ, ଏଇଠି ଗୋଟେ ବୋତଲ ନେଲେ, ଏଇଠି ଗୋଟେ, ଓକେ ଏମିତି ନେଲେ, ଏମିତି 3-4ଟା ନେଲେ, ଗୋଟେ ଗ୍ଲାସ ଭର୍ତ୍ତି କରିବାକୁ ସେମ୍ ହେଉଥିବ ପାଣି, ହଁ ନା? ଏମିତି ସେମ୍ ବିଭିନ୍ନ ବୋତଲରେ ଜଳର ଆକୃତି ଲକ୍ଷ୍ୟ କର। ଏବେ ଦେଖିବେ କିଛି ପକାଇନ, ଏଇଠି ମଧ୍ୟ କିଛି ପକାଇନ, ଜଳର ପରିମାଣ କ'ଣ ସେମ୍ ଥିବ, ହଁ ନା? ସେଇଟା ଏଇଠି କୁହାଯାଇଛି। ଓକେ, ତ ଜଳର ଆକୃତି ନିର୍ଦ୍ଦିଷ୍ଟ ଆକୃତି ନାହିଁ। ଓକେ, ତ କେମିତି ଏଇଟା ଯେଉଁ କଣ୍ଟେନର ନେଇଛି, ମାନେ ଯେମିତି ଗ୍ଲାସ୍ ନେଇଛି ସେଇ ଆକାରରେ ସେ ଆକୃତି ଦେଇଥାଏ। ଓକେ, ତ ନିଜର ଭଳି ଆକୃତି ନାହିଁ। ଓକେ, ନେକ୍ସଟ ଦେଖନ୍ତୁ, ପ୍ରଶ୍ନ 1ରେ କ'ଣ ଦିଆଯାଇଛି ଦେଖନ୍ତୁ। ପ୍ରଶ୍ନ 1ରେ ଦିଆଯାଇଛି ଧୂପକାଠିରୁ ବାହାରୁଥିବା ଧୂଆଁ ବାୟୁ। ଓକେ, ତାପରେ ଜେଟ୍ ପ୍ଲେନ୍ରୁ ବାହାରୁଥିବା ଧୂଆଁର କିଛି ନିର୍ଦ୍ଦିଷ୍ଟ ଆକୃତି ଅଛି କି? ଆପଣ ଦେଖିବେ ଧୂପକାଠି ଯେଉଁ ଲଗାଉଛେ ସେଠାରୁ ଧୂଆଁ ଏବଂ ବାୟୁ, ଜେଟ୍ ପ୍ଲେନ୍, ଆପଣଙ୍କର ଜେଟ୍ ପ୍ଲେନ୍ରୁ ଯେଉଁଟା ବାହାରୁଥିବା ଧୂଆଁ, ଏଥିରୁ କେଉଁ ସିଦ୍ଧାନ୍ତରେ ତୁମେ ଦେଖନ୍ତୁ, ଏଠି ଘରେ କ'ଣ ଦିଆଯାଇଛି, ଆମେ କେଉଁ ଜାଣିଲେ। ଓକେ, ଘ ଦେଖିବା, ଦେଖନ୍ତୁ ଉପର ଖରେ ବ୍ୟବହୃତ ହୋଇଥିବା ଯେକୌଣସି ଗୋଟିଏ ଖାଲି ବୋତଲର ଓଜନ ନିର୍ଣ୍ଣୟ କର। ଆମେ କ'ଣ ଖରେ ଯେଉଁଟା ନେଇଥିଲେ, କ'ଣ ବୋତଳ କେତେଟି ନେଇଥିଲେ ନା? ଓକେ, ଏ ଯେଉଁ ବୋତଲ ନେଇଥିଲେ, ଓକେ ଏଇଠି କ'ଣ ପାଣି ନେଇଥିଲେ, ତ ଯେକୌଣସି ଗୋଟିଏ ବୋତଲ ନେବେ, କେଉଁଟା ମଧ୍ୟ ଧରାଯାଉ ଏଇଟା ନେବେ, ଗୋଟେ। ଓକେ, ଏବେ ଦେଖନ୍ତୁ ଏଥିପାଇଁ ତୁମ ସ୍କୁଲରେ ଥିବା ସ୍ପ୍ରିଙ୍ଗ ବାଲାନ୍ସ ବ୍ୟବହାର କରିବ। ସ୍ପ୍ରିଙ୍ଗ ବାଲା ତ କ'ଣ ସ୍କୁଲରେ ଥିବା ସ୍ପ୍ରିଙ୍ଗ ବାଲା ସ୍କୁଲରେ ଥିବା ସେଇଟା, ତାପରେ ସେଇ ବୋତଲର ଜଳ ପୁରାଇ ଓଜନ ନିର୍ଣ୍ଣୟ କର। ଏହି ଦୁଇଟି ଓଜନ ମଧ୍ୟରେ ଥିବା ପାର୍ଥକ୍ୟ ବାହାର କର। କେଉଁ ସିଦ୍ଧାନ୍ତରୁ ବନ୍ଧ ଦେଖନ୍ତୁ, ଏଇଠି ଦେଖନ୍ତୁ। ଓକେ, ଆପଣଙ୍କର ସ୍କୁଲରେ ଥିବ ସେଇ ସ୍ପ୍ରିଙ୍ଗ ବାଲାରେ କ'ଣ ଆପଣ ନେଇକି ସେଠି ଓଜନ ଚେକ୍ କରିବେ ଟିକେ। ଓକେ, ଚେକ୍ କଲା ପରେ ଦୁଇଟି ଓଜନ ମଧ୍ୟରେ ଟିକେ ପାର୍ଥକ୍ୟ କ'ଣ ବାହାର କରିବ ଆଉ। ଓକେ, ଦେଖନ୍ତୁ ନେକ୍ସଟ କ'ଣ ଦିଆଯାଇଛି, ଏଇଟା ହେଉଛି ଏଇଟା ଗୋଟିଏ କଠିନ ପଦାର୍ଥ, ଏହାର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଅଛି। ଦେଖନ୍ତୁ ଏଇଟା ଗୋଟେ ତାରାକାର ଆକୃତି ଅଛି ନା, କେମିତି କ'ଣ ଆମେ କହିପାରିବା ନା, ଆକୃତି ଏମିତି ଅଛି ବୋଲି କହିପାରିବା, ତ ନିଜର ଆକୃତି ଅଛି, ତାର ଆୟତନ ମାନେ କ'ଣ, ତାର ଗୋଟେ ଦେଖନ୍ତୁ ଏତିକି ଏରିଆକୁ ଅଛି ବୋଲି ଜାଣିପାରିବା। ଓକେ, ତାର ଆୟତନ ମଧ୍ୟ ଅଛି। ଏଇଠି ଦେଖ ଫଳରସର କୌଣସି ତରଳ ପଦାର୍ଥ, ହେଲା ଫଳରସ ଗୋଟେ କେମିତି ପଦାର୍ଥ, ତରଳ ପଦାର୍ଥ, କ'ଣ ନା? ତ ଏହାର ନିର୍ଦ୍ଦିଷ୍ଟ ଆୟତନ ଅଛି, କ'ଣ ଆୟତନ ଅଛି, କିନ୍ତୁ ଆଗରୁ ପାଣିକୁ ଏମିତି ଅଛି ବୋଲି କହିପାରିବା ନାହିଁ, ସେଥିପାଇଁ ଏହାର ଆକୃତି ନାହିଁ। କିନ୍ତୁ ଆୟତନ କହିପାରିବା, ପାଣି ଯେଉଁଟାକୁ ଅଛି ଆୟତନ ଏମିତି ଅଛି ବୋଲି କହିପାରିବା। ଗୋଟେ କଣ୍ଟେନରକୁ ଯଦି ଆମେ କୌଣସି ବାଲ୍ଟି ରଖିବା, ବାଲ୍ଟି ସେପ୍ ଦେଉଥିବ,
ହଁ ନା नो ବଟଲ ସେପ୍ ଦେଉଥିବ। ଓକେ, ତ ସେମିତି ଆମେ କ'ଣ ଆମର ଏଇ ତରଳ ପଦାର୍ଥକୁ ଆମେ ଜାଣିପାରୁ, କିନ୍ତୁ ତାର ଆୟତନଟା ଅଛି। ଓକେ, ଆକୃତି ନାହିଁ, ଚେଞ୍ଜ ହେଉଥିବ। ଓକେ, ଏଇଟା ତ କ'ଣ ଯେମିତି ତ ସେମିତି ରହୁଥିବ। ଓକେ, ତାକୁ ଭାଙ୍ଗିଲେ ହିଁ ତାର ସେପ୍ଟା ଅଲଗା ହେବ। ନେକ୍ସଟ ଦେଖିବା କ'ଣ ଅଛି, ଦେଖନ୍ତୁ ଏଠି କ'ଣ ଦିଆଯାଇଛି। ଓକେ, ଏଇଟା ଖାଲି ବେଲୁନ। ଓକେ, ଏଇଟା କ'ଣ ବାୟୁ ଭର୍ତ୍ତି ହେଇଛି ଏଇ ବେଲୁନ। ହଁ, ଦେଖ ଏଇଠି ଗୋଟିଏ ବେଲୁନ ଓ ଗୋଟିଏ ସୂତା, ଖଣ୍ଡିଏ ସୂତା ନେଇ ପରୀକ୍ଷା କରି ପ୍ରମାଣ କରିବାକୁ ଚେଷ୍ଟା କରିଦେବ। ଗୋଟିଏ ବେଲୁନ ନେଲ, ଗୋଟିଏ ସୂତା। ଓକେ, ବାୟୁର ଯେ ଓଜନ ଅଛି, ଆବଶ୍ୟକ ହେଲେ ଶିକ୍ଷକଙ୍କ ସାହାଯ୍ୟ ନେବେ। ବେଲୁନର ଆକୃତି ଅନୁସାରେ ବାୟୁ ବିଭିନ୍ନ ଆକୃତି କ'ଣ ହୋଇଥାଏ, ଆକୃତି ରହିଥାଏ। ଦେଖ, ବାୟୁ ଗୋଟିଏ ଗ୍ୟାସୀୟ ପଦାର୍ଥ, ଏହାର ନିର୍ଦ୍ଦିଷ୍ଟ ଆୟତନ ଓ ଆକୃତି ନଥାଏ। ଆପଣ ସମସ୍ତେ ଜାଣିଛନ୍ତି ବାୟୁ ଗୋଟେ କ'ଣ, ଗୋଟେ ଗ୍ୟାସୀୟ ପଦାର୍ଥ, ଏହାର କୌଣସି ମଧ୍ୟ ଆୟତନ ନାହିଁ, ଆକୃତି ନାହିଁ। ଆମେ ବାୟୁକୁ କ'ଣ କହିପାରିବା କି ଏତିକି ଏରିଆକୁ ଇଏ କଭର କରୁଛି, କିମ୍ବା କି କ'ଣ ନା ତାର ଏମିତି କ'ଣ ଆକୃତି ଅଛି କହିପାରିବା ନାହିଁ। ଓକେ, ତ ଦେଖନ୍ତୁ, ଦେଖିବା କ'ଣ ଅଛି। ଓକେ, ଦେଖ ଉପର ପରୀକ୍ଷଣ ଗୁଡ଼ିକରେ ବ୍ୟବହୃତ ହୋଇଥିବା ପଥର ଖଣ୍ଡ, ଜଳ ଓ ଗ୍ଲାସ, ବେଲୁନ ଓ ବେଲୁନ ଭିତରେ ଥିବା ବାୟୁ ଓକେ ପ୍ରତ୍ୟକ୍ଷ ପଦାର୍ଥ ଅଟେ, କାରଣ ଏଗୁଡ଼ିକର ଓଜନ, ଆୟତନ ଓ ଆକାର ଅଛି। ବାୟୁକୁ ଆମେ ଦେଖି ପାରୁନଥିଲେ ମଧ୍ୟ ଏହା ଏକ କ'ଣ ପଦାର୍ଥ। ବାୟୁ ସଂସ୍ପର୍ଶରେ ଆସି ଆମେ ଏହା ଉପସ୍ଥିତି ଜାଣିପାରୁ। ଦେଖନ୍ତୁ, ଆମେ କ'ଣ ଜାଣିଲେ ଉପର ପରୀକ୍ଷଣ ନା ପଥର ଖଣ୍ଡ, ଜଳ, ଗ୍ଲାସ, ଓକେ ବେଲୁନ, ବେଲୁନ ଭିତରେ ଥିବା ଯେତେ ସବୁ ବାୟୁ, ଏସବୁ ଗୋଟେ ଗୋଟେ କ'ଣ ପଦାର୍ଥ। ହଁ ନା ନୁହଁ, କାରଣ କ'ଣ ଏଗୁଡ଼ିକର ଓଜନ ଅଛି, ଆୟତନ ଅଛି, ଆକାର ଅଛି, ଯାହାଫଳରେ କ'ଣ ସେମାନେ ଗୋଟେ ଗୋଟେ ପଦାର୍ଥ। ଆଉ ଜାଣିଛୁ ଆମେ ବାୟୁକୁ ଦେଖିପାରୁନେ, ଏଗୁଡ଼ା ନୁହଁ, ହେଲେ ମଧ୍ୟ କ'ଣ ଏହା ମଧ୍ୟ ଗୋଟେ ପଦାର୍ଥ। ବାୟୁର ସଂସ୍ପର୍ଶରେ ଆସିଲେ ଆମେ ଜାଣିପାରୁଛେ ନା, ମାନେ ଆମର କ'ଣ ବାୟୁର ସଂସ୍ପର୍ଶରେ ଆମେ ଜାଣିଲେ ଆମର ଶରୀରରେ ହଁ ନା ନୁହଁ ପବନ ବାଜୁଛି, ଯାହାଫଳରେ କ'ଣ ଆମେ ଜାଣିପାରୁଛେ। ଓକେ, ଦେଖନ୍ତୁ ଆପଣଙ୍କ ପାଇଁ ପ୍ରଶ୍ନ ଅଛି କ'ଣ ନା ତାପ, ଆଲୋକ, ଅଙ୍ଗାର, ମୋବାଇଲ ଫୋନ ଓ ଶବ୍ଦ ପଦାର୍ଥ କି? ଏମାନଙ୍କ ମଧ୍ୟରୁ ପଦାର୍ଥ ଗୁଡ଼ିକୁ ବାଛ, ତୁମ ସଂସ୍ପର୍ଶରେ ସାଙ୍ଗସାଥି ଦଶ। ଏଇଟା ଆପଣ କ'ଣ କରିବେ ନା ଏସବୁକୁ, ଏ ଯେତେ ସବୁ ତାପ, ଆଲୋକ ଏସବୁ ଗୋଟେ ଗୋଟେ କ'ଣ ପଦାର୍ଥ କି ବୋଲି କୁହାଯାଇଛି, ଏଇଟା ଆପଣ କମେଣ୍ଟ କରିକି ନିଶ୍ଚିତ ଭାବରେ ଜଣାଇବେ। ଓକେ, କେଉଁଟା ପଦାର୍ଥ, କେଉଁଟା କ'ଣ ପଦାର୍ଥ ନୁହେଁ। ଓକେ, ଦେଖନ୍ତୁ ପ୍ରଶ୍ନ 3, ପାଖରେ ଥାଇ ଦିଶୋଇ ନାହିଁ, ରାଗିଲେ ସେ ସବୁ ଭାଙ୍ଗିଦିଏ। ଓକେ, ଦୌଡ଼ିଲେ ଧରାଇ ଦିଏ ନାହିଁ, ରାଗିଲେ ସବୁ ଭାଙ୍ଗିଦିଏ, କହିଲେ ପିଲେ ହୁଏ ସେ କି? ଦେଖନ୍ତୁ ସରି, ଏଇଟା ଏମିତି ପଢ଼ାଯାଏ। ଦେଖ, ତ ପାଖରେ ଥାଇ ଦିଶୋଇ ନାହିଁ, ଧରିଲେ ଧରା ଦିଏ ନାହିଁ, ରାଗିଲେ ସେ ସବୁ ଭାଙ୍ଗିଦିଏ, କୋହରେ ପିଲେ କହ ସେ କିଏ? ତ ଏଇଟା କ'ଣ ବାୟୁ, ହଁ ନା ନାହିଁ, ପାଖରେ ଥାଇ ମଧ୍ୟ ଦିଶିବନି, ଧରିଲେ ତାକୁ ଧରା ଦିଏ ନାହିଁ, ରାଗିଲେ ସେ ସବୁ ଭାଙ୍ଗିଯିବ, ହଁ ନା, ଭାଙ୍ଗୁଛୁ ରୁମାର କରିଦେବ, କହ ସେ କିଏ? କିଏ? ବାୟୁ। ବୁଝିପାରିଲେ? ଓକେ, ନେକ୍ସଟ ଦେଖିବା। ଏବେ ଦେଖିବା ପଦାର୍ଥର ବିଭିନ୍ନ ଅବସ୍ଥା। ତାମାନେ କ'ଣ ପଦାର୍ଥ କେତେ, ମାନେ ଆମର ଯେଉଁ ଯେତେ ସବୁ ପଦାର୍ଥ ଅଛି କେତେଟି ଅବସ୍ଥାରେ ତ ଅଛନ୍ତି, ମାନେ ସେଇ ଅବସ୍ଥା ବିଷୟରେ ଦେଖିବା। ଓକେ, ତ ଗୋଟିଏ ଗୋଟିଏ ଆମେ ପଢ଼ି ପଢ଼ି ଯିବା। ଦେଖନ୍ତୁ, ଫାର୍ଷ୍ଟ ହେଲା ପଦାର୍ଥର ବିଭିନ୍ନ ଅବସ୍ଥା। ଦେଖନ୍ତୁ, ତୁମ ପାଇଁ କାମ ଦିଆଯାଇଛି। ଗୋଟିଏ କାଚ ଗ୍ଲାସରେ ଖଣ୍ଡିଏ ବରଫ ରଖ। ଏବେ ଦେଖ, ଗୋଟେ କାଚ ଗ୍ଲାସରେ କ'ଣ ରଖିବେ ନା ଗୋଟିଏ ବରଫ ଏମିତି ରଖିଛ। କିଛି ସମୟ ପରେ ବରଫ ଖଣ୍ଡର କି ପରିବର୍ତ୍ତନ ହେଲା ଦେଖ। ଏ ଯେଉଁ କ'ଣ ହେବ ଏଠି କିଛି ସମୟ ପରେ, ତ ଗ୍ଲାସରେ ବର୍ତ୍ତମାନ ଜମା ହୋଇଥିବା ତରଳ ପଦାର୍ଥ କ'ଣ ହେଇପାରେ? ଏଠି କ'ଣ ହେଇଥିବ ସେ ତରଳ ପଦାର୍ଥ? ଆ ଦେହରେ କ'ଣ ପାଣି ହେଇଯିବ ସେ ବରଫଟା, ହଁ ନା ନୁହଁ? ବୁଝିପାରିଲେ? ଦେଖନ୍ତୁ ନେକ୍ସଟ କ'ଣ ହେଇଛି,
ସେହି ତରଳ ପଦାର୍ଥ ଗୋଟିଏ ଆଲୁମିନିୟମ ବା ଷ୍ଟିଲ୍ ବାଲ୍ଟିରେ ନେଇ ଗରମ କରି କ'ଣ ହେଉଛି ଦେଖ। ଏବେ ଯେଉଁ ନେଲେ ଏଇଟା ବରଫ ଥିଲା, ଏଠି କ'ଣ ଏଇଟା ବରଫ ଅଛି ଦେଖ, ଆରାମସେ ଟିକେ ବନେଇଦେବା। ଓକେ, ଏମିତି ଅଛି, ଏଇଠି ବରଫ ନେଇଗଲା। ଆହୁରି ଗୋଟେ ନହେଲେ ହେଉଛି କ'ଣ, ଏଇଟା ପାଣି ହେଇଗଲା। ଏଇଟା କ'ଣ ହେଲା, ଏଠି ପାଣି ହେଇଗଲା କିଛି ସମୟ ପରେ। ଏବେ ଯେଉଁ ପାଣିକୁ କ'ଣ କରିବେ ନା, ଆଉ ଗୋଟେରେ ନେଇକି କ'ଣ କରିବେ ନା, ଏଇ ପାଣିକୁ ଗରମ କରିବେ। ଓକେ, ତଲାଠୁ କ'ଣ ଦେବେ, ଏଠି ଦେବେ, ଗରମ କରିବେ। କ'ଣ ହେବ, ତ କିଛି ସମୟ ପରେ ସେଇ କ'ଣ ବାଟି ଉପରେ ଗୋଟିଏ ଥାଳିଆ ଟାଙ୍କି ରଖ ଓ ଗରମ କରିବା ବନ୍ଦ କରିଦିଅ। ଓକେ, ଦେଖନ୍ତୁ ଆପଣ ୟାକୁ ନେଇକି କ'ଣ କରିବେ ନା, ଏଇଟା 3 ନମ୍ବରକୁ ଗରମ କରିବେ। କିଛି ସମୟ ପରେ କ'ଣ ଢାଙ୍କି ଦେବେ, ଏଇଟା ଗରମ ହେଲା ପରେ ଢାଙ୍କି ଦେବେ, ତାପରେ ଗରମ କରିବା ବନ୍ଦ କରିଦେବେ। ଏବେ ବାଟି ଓ ଥାଳିଆ ଥଣ୍ଡା ହୋଇଯାଇପାରେ, ଓକେ ନା, ତାପରେ ଏଇଟା ଥଣ୍ଡା ହେଇଯିବ। ଏ ଥାଳିଆ ବାହାର କରି ଦେବ, ତାପରେ ଏଇ ଯେଉଁ ଉପରେ ଢାଙ୍କି ଦେବେ ତାକୁ ବାହାର କରି ଦେଖିବେ, ତାର ତଳ ପଟେ କ'ଣ ସବୁ ଲାଗିଥିବ। ଓକେ, ତାର ତଳ ପଟେ ଦେଖିବେ ଛୋଟ ଛୋଟ ବୁନ୍ଦା ଜଳ ବିନ୍ଦୁ ଗୁଡ଼ାକ ଲାଗିଥିବ। ତ ଏଇ ଜଳ ବିନ୍ଦୁ ଗୁଡ଼ାକ କ'ଣ ନା, କେଉଁଠି ଦେଖୁଛ ତାହା ତୁମ ଖାତା ଲେଖୁ। ତ ଦେଖିବି ସେ କେମିତି ଯାଇଥାଏ ସେଠି, ଦେଖିବି ଏମିତି ଉଡ଼ୁ, ମାନେ କ'ଣ ବାୟୁମଣ୍ଡଳକୁ ଯେମିତି ଯାଇଥାଏ ବାଷ୍ପ ଆକାରରେ। ଆପଣ ଯେତିକି ହାତ ଦେବ ଏଇ ଉପରେ, ଦେଖିବେ ଆପଣଙ୍କ ହାତରେ ବାଷ୍ପଟା ଯାଇକି ପାଣିଟା, ସେଇ ପାଣିଟା ବାଷ୍ପ ହେଇକି ଯାଉଥିବ, ବାୟୁମଣ୍ଡଳରେ ମିଶିଥିବ। ତ ସେ ସମୟରେ ହାତରେ ଯାଇ ଲାଗୁଥିବ। ବୁଝିପାରିଲେ? ତ ସେଇଟା ହିଁ କ'ଣ, ସେ ଜଳଟା ବାଷ୍ପ ଆକାରରେ ସେ ଉପରକୁ ଯାଇଥାଏ। ଆମେ ଜାଣିଲେ, ଦେଖ ପଦାର୍ଥ କେତୋଟି ଅବସ୍ଥା ହେଇଗଲା, ଗୋଟେ ହେଲା କଠିନ ଅବସ୍ଥା, ଆଉ ଗୋଟେ ହେଲା ତରଳ ହେଲା। ଦେଖ କଠିନରେ ଥିଲା ବରଫ, ତରଳରେ ଗଲା ପାଣି, ସେଇଟା ପାଣି ଗଲା କିଛି ସମୟ ପରେ। ଓକେ, ଆଉ ତାକୁ ଗରମ ଯଦି କଲାରୁ କ'ଣ ହେଉଛି ନା, ତାକୁ ଗ୍ୟାସୀୟ ମିଶା ହେଉଛି। 3ଟା ଅବସ୍ଥା ହେଇଗଲାଣି ନାହିଁ। ତ ଆମେ ଜାଣିଲେ ନା ଏଇଥିରୁ ଆମର ପଦାର୍ଥ କେତୋଟି ଅବସ୍ଥାରେ ଦେଖାଯାଏ। ଆମେ ଜାଣିଲେ 3ଟି ଅବସ୍ଥା ନୁହଁ, ଗୋଟେ କଠିନ ଥିଲା, ଦେଖନ୍ତୁ ପୋଡ଼ିଗଡ଼ିକି ଯିବା। ଓକେ, ବରଫ ଖଣ୍ଡର ଅବସ୍ଥାରେ ଯେଉଁ ପରିବର୍ତ୍ତନ ହେଲା ତାହା ଆମେ ଦେଖିଲେ। କଠିନ ବରଫ ତରଳି ଯେଉଁ ପଦାର୍ଥ ଉତ୍ପନ୍ନ ହେଲା, ଯେଉଁ କଠିନଟା କ'ଣ ତରଳ ହେଇଗଲା, କାରଣ ଜଳରୁ ହିଁ ବରଫ ତିଆରି ହୋଇଥାଏ। ଆମେ ଜାଣିଛୁ ସେଇ ପାଣିକୁ ଆମେ କ'ଣ କରୁଛୁ ନା, ଫ୍ରିଜରେ ଯଦି ରଖିଦେବା, ସେଇଟା କ'ଣ ଗୋଟେ ବରଫରେ ତିଆରି ହୋଇଥାଏ, ହଁ ନା ନୁହଁ? ବରଫର କଠିନ ଅବସ୍ଥା ଓ ଜଳର ବରଫ ତରଳ ଅବସ୍ଥା, ହଁ ନା ନୁହଁ? ସେଇ ବରଫ ହିଁ କ'ଣ କଠିନ ଅବସ୍ଥା ବୋଲି କୁହାଗଲା। ଏବଂ ଯେଉଁ ଜଳର ଯେଉଁ ବରଫଟା କ'ଣ ତରଳିଗଲା, ତାହାକୁ ହିଁ କହିଲେ ଆମେ କ'ଣ ନା, ତରଳ ଅବସ୍ଥା। ଏବଂ ତରଳଟାକୁ ଆମେ ଯଦି ଗରମ କରିବା, କ'ଣ ସେଥିରୁ ଗୋଟେ ଭାମ୍ପ ବାହାରିଲା, ସେଇଟାକୁ କହିଲେ ଆମେ କ'ଣ ନା, ଗ୍ୟାସୀୟ ଅବସ୍ଥା। ଏଇଟା ହେଲା ଗ୍ୟାସୀୟ ଅବସ୍ଥା। ଓକେ, ଏଇଟା କ'ଣ ହେଲା, ଏଇଟା ହେଲା କଠିନରେ ରହିଲା, ହଁ ନା ନୁହଁ? ଏଇଟା ତରଳରେ ରହିଲା, ଏଇଟା ଗ୍ୟାସୀୟ। ଓକେ, ଏତିକି ବୁଝିପାରିଲେ? ଏତିକି ହେଲା। ତ ବାମ୍ଫ ଯେତେବେଳେ ଥାଳିଆର ତଳ ପଟରେ ଲାଗି ଥଣ୍ଡା ହେଲା, ତାହା ପୁଣି ତରଳର ଜଳରେ ପରିଣତ ହୋଇ ଟପାଟପ ହୋଇ ଲାଗିଗଲା। ଓକେ, ଏଇଟା ପୁଣି କ'ଣ ଥଣ୍ଡା ହେଲାରୁ କ'ଣ ସେଇ ଢାଙ୍କୁଣୀରେ ଯାହା ଥିଲା ପୁଣି ଥରେ କ'ଣ ପାଣିରେ ପରିବର୍ତ୍ତନ ହେବ କି ନାହିଁ? ଦେଖାଗଲା ଯେ କଠିନ ବରଫ ତରଳି କ'ଣ ତରଳ ଜଳ ହୁଏ ଓ ତରଳ ଜଳକୁ ଉତ୍ତପ୍ତ କଲେ ଗ୍ୟାସୀୟରେ ପରିଣତ ହୋଇଥାଏ, ହଁ କି ନା? ଆଉ ବାମ୍ଫକୁ ଥଣ୍ଡା କଲେ ପୁଣି ଥରେ ଜଳର ହୋଇଥାଏ। ଦେଖନ୍ତୁ ଏଇ ଚିତ୍ରକୁ ଦେଖନ୍ତୁ। ଓକେ, ତାପରେ କ'ଣ ନା, ସେଇ ତରଳ ଜଳକୁ ଅଧିକ ଥଣ୍ଡା କଲେ ଫ୍ରିଜରେ ରଖିଦେବେ। ଦେଖ ଆରାମସେ ବୁଝିଦେବା। ଦେଖ ଏଇଠି ଦେଖ, ଏଇଠି କ'ଣ ଦିଆଯାଇଛି, ଦେଖ ଏଇଟା ବରଫ ଖଣ୍ଡ ଦେଖୁଛ ନା? ଓକେ, ଆକୁ ଯଦି ଆମେ, ଏଇଟା ବରଫ କେତେବେଳେ ହେବ, ଆମେ ଯେତେବେଳେ ଗୋଟେ ପାଣିକୁ ଧରାଯିବ ଆମେ ଫ୍ରିଜରେ ରଖିଦେବା କିଛି ସମୟ ପରେ, ଦେଖିବେ ସେଇଟା ଥଣ୍ଡା ହେଇଯିବା ପୂର୍ବରୁ କ'ଣ ନା, ସେଇଟା ଆମର କଠିନ ଅବସ୍ଥା ହୋଇଥାଏ। କ'ଣ କଠିନ ହେଇଗଲା, 1 ନମ୍ବର କଠିନ ହେଲା ଏଇଟା। ଓକେ, ବରଫ ପାଣିଟା କ'ଣ କଠିନ ହେଇଗଲା। ଏମିତି କରୁ, ତାକୁ କିଛି ସମୟ ଫ୍ରିଜରୁ କାଢ଼ି ଆଣିକିନା ଗୋଟେ ଗ୍ଲାସରେ ରଖିଦେବା କିଛି ସମୟ। କାହିଁକିନା ଭିତରେ କ'ଣ ବହୁତ ପରିମାଣରେ ଥଣ୍ଡା ହେଇଯାଉଛି, ଥଣ୍ଡା ହେବା ଯୋଗୁଁ
ବରଫରେ ପଡ଼ିନଥିଲା। ଏବେ ଦେଖନ୍ତୁ ଏଇଠି ଆମ ଗ୍ଲାସ୍ ଗୋଟେ ଅଛି, ବନାମ ଏ ଗ୍ଲାସ୍ରେ ଆମର କିଛି ଧୀରେ ଧୀରେ କ'ଣ ହେବ, ଏଇଟା ପାଣିରେ ପରିଣତ, ଏଇଟା ପାଣିରେ ପରିଣତ, ଏ ପାଣିରେ ହେଇଗଲା। ଏବେ ଦେଖିବ କାହିଁକି ପାଣିରେ ହେଲା, କାହିଁକି ନା ଆମର ଦେଖନ୍ତୁ ବାହାରେ ଥଣ୍ଡା ନାହିଁ ନା, କାହିଁକିନା ଆମର ବାହାରେ କ'ଣ ଆମର ତାପ ମଧ୍ୟ ଅଛି, ଓ କି ନୁହଁ, ତାପମାତ୍ରା ସେଟା ଏଇଠି ବାଜିଲେ କ'ଣ ହେଉଛି, ଏଇଟା ଧୀରେ ଧୀରେ କ'ଣ ହେଉଛି ନା ଏଇଟା ତରଳ ଅବସ୍ଥାରେ ପରିଣତ ହେଉଛି, ପାଣି ହେଉଛି ଯେଉଁଟାକି ବରଫ। ତାପରେ ଦେଖନ୍ତୁ ସେଇ ପାଣିକି ଯଦି ଆମେ ନେଇଯିବା ଏଇଠି ନେଇଯିବା, ଓକେ, ଏଇ ପାଣିକୁ ଏଇ ପାଣିକୁ ପାଣିରେ କ'ଣ ହେଉଥିଲା, ଆକୁ ଆଣିକିନା ଏଇଠି ଦେଖନ୍ତୁ ଗରମ କଲାରୁ ଦେଖ ଏଇଠି ବାଷ୍ପ ବାହାରୁଛି, ତାକୁ କୁହାଯାଏ କ'ଣ, ଓକେ, ବାଷ୍ପ ବାହାରୁଛି ନା ନାହିଁ ଗରମ କଲାରୁ, ଆକୁ ପୁଣି ଥରେ ଥଣ୍ଡା କରିଦେବେ, ତାମାନେ ଆକୁ କାଢ଼ିଦେବେ, ଗୋଟେ ଆମକୁ କାଢ଼ିଦେବେ ଚୁଲିରୁ, ଓକେ, କାଢ଼ିଦେବା ଦ୍ୱାରା କ'ଣ ହେବ, ଏଇଟା ବନ୍ଦ ହେଇଯିବ, ମାନେ କ'ଣ ଗରମ ଥିଲା ବୋଲି ଯାଉଥିଲା ବାଷ୍ପ ବନ୍ଦ ହେଇଯିବ ନା। ଏବେ ଏଇ ଯେଉଁ ବନ୍ଦ ହେଇଗଲା କ'ଣ ପାଣିରେ ରହିଗଲା, ପୁଣି ଥରେ ପାଣି, ହଁ ନା ନୁହଁ, ଏଇଟା ବାଷ୍ପ ହେଉଥିଲା, ଗରମ ମାନେ ଗରମ ହିଟ୍ରୁ ଆମେ ତାକୁ କାଢ଼ି ଆଣିଲେ, ମାନେ ଚୁଲିରୁ ତଳେ ରଖିଥିଲେ, ଥଣ୍ଡା କଲେ ଆମେ, ଏବେ ଏଇଠି ପୁଣି କ'ଣ ହେଲା, ପାଣି ହେଇଗଲା, କ'ଣ ହେଇଗଲା, ପାଣି, ଓକେ, ପାଣି ହେଇଗଲା, ଏଇଟା ପାଣି ହେଇଗଲା, ଓକେ। ଏଇ ଯେଉଁ ପାଣି ହେଇଗଲା ତାକୁ ପୁଣି ଥରେ କେଉଁଠି ରଖିବା, ଯାଇକି ଫ୍ରିଜ୍ରେ ରଖିଦେବା, କେଉଁଠି ଫ୍ରିଜ୍ରେ, ତ ପୁଣି ଥରେ ଫ୍ରିଜ୍ରେ ରଖିଥିଲେ ଏଇ ଯେଉଁ ପାଣିକୁ ଫ୍ରିଜ୍ରେ ରଖିଥିଲେ କ'ଣ ହେବ, ପୁଣି ଥରେ ଏଇଟା ଦେଖନ୍ତୁ ନା ପୁରା ସାଇକ୍ଲିଂ ଭାବରେ କାମ କଲା ନା, ତାପରେ ଏଇଟା ଏମିତି ଗଲା ନା, ବୁଝିପାରିଲେ କି? ଏବେ ଦେଖନ୍ତୁ ଦେଖିବା କ'ଣ ଦିଆଯାଇଛି, ତ ଖଣ୍ଡିଏ ମୁଣ୍ଡାକୁ ଗୋଟିଏ ଆଲୁମିନିୟମ କିମ୍ବା ଷ୍ଟିଲ୍ ବାଲ୍ଟିରେ ଗରମ କରିଦିଅ ଏବଂ ଘଟୁଥିବା ପରିବର୍ତ୍ତନ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ଏଇଟା ଆଚରଣ କରି ଦେଖନ୍ତୁ। ତ ଆମେ ଜାଣିଲେ କ'ଣ ନା ପଦାର୍ଥ ତିନୋଟି ଅବସ୍ଥା ଅଛି, ଗୋଟେ ହେଲା କଠିନ, ତରଳ, ଗ୍ୟାସୀୟ। ପଦାର୍ଥ ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ରୂପାନ୍ତରିତ, ଆପଣ ଏଇଟା କ'ଣ ମାନେ ଭେରି ଇମ୍ପୋର୍ଟାଣ୍ଟ, ଟିକେ ମନେ ରଖିଥିବେ, କାହିଁକିନା ପଦାର୍ଥ ଗୋଟିଏ ଅବସ୍ଥାରୁ ଆଉ ଗୋଟେ ଅବସ୍ଥାକୁ କ'ଣ ରୂପାନ୍ତରିତ ହେଉଛି, ମାନେ କ'ଣ ଚେଞ୍ଜ ହେଉଛି, ତାକୁ କୁହାଯାଏ ଭୌତିକ ପରିବର୍ତ୍ତନ। କ'ଣ ଗୋଟେ ପଦାର୍ଥଟା ଆଉ ଗୋଟେ ପଦାର୍ଥକୁ ଚେଞ୍ଜ ହେଲେ ତାକୁ କୁହାଯାଏ କ'ଣ ନା ଭୌତିକ ପରିବର୍ତ୍ତନ। କ'ଣ କୁହାଯାଏ, ଭୌତିକ ପରିବର୍ତ୍ତନ, ଓକେ, ଭୌତିକ ପରିବର୍ତ୍ତନ, ଓକେ। ଏହି ସମୟରେ ପଦାର୍ଥର କେତେକ ଭୌତିକ ଗୁଣର ପରିବର୍ତ୍ତନ ହୋଇଥାଏ, ଯାହାଫଳରେ ତାକୁ ଭୌତିକ ପରିବର୍ତ୍ତନ କୁହାଯାଏ, ଓକେ। ପଦାର୍ଥର କେଉଁ ଅବସ୍ଥାରେ କେଉଁ ଗୁଣ ଥାଏ ତା ସଂସାରରେ ଆମେ ଜାଣିବା। ଏବେ ଦେଖିପାରୁଛେ ପଦାର୍ଥ ତ ଜାଣିଲେ କେତେ ଭାଗରେ ବିଭକ୍ତ, ଓକେ, ବୁଝିପାରିଲେ କେମିତି କ'ଣ ଚେଞ୍ଜ ହେଉଛି ସେ ବିଷୟରେ ଆମେ ଜାଣିଲେ। ଆମେ ଜାଣିଛୁ ପଦାର୍ଥ କେତୋଟି, ଯେତେ ସବୁ ପଦାର୍ଥ ଦେଖୁଛେ ଆମେ ତିନିଟା ଅବସ୍ଥାରେ ହିଁ ରହିଥାନ୍ତି, ଫାର୍ଷ୍ଟଟା କଠିନ, 2 ନମ୍ବର ହେଲା ତରଳ, 3 ନମ୍ବର ହେଲା କ'ଣ ଗ୍ୟାସୀୟ ଅବସ୍ଥା, ଓକେ। ଦେଖିବା, ଓକେ, ଏବେ ଦେଖିବା ନେକ୍ସଟ କ'ଣ ଅଛି, କଠିନ ଅବସ୍ଥା। କ'ଣ କଠିନ ଅବସ୍ଥା, ଦେଖନ୍ତୁ ଏହି ଅବସ୍ଥାରେ ପଦାର୍ଥର ନିଜସ୍ୱ ଆକାର, ଆୟତନ, ବସ୍ତୁ ଥାଏ। ଦେଖନ୍ତୁ କଠିନ ଅବସ୍ଥା ଧରା ଯାଉ ଗୋଟେ ଇଟା ନେଇଛି, ଇଟା କ'ଣ ଏଇଟା, ଓକେ। ଏବେ ଦେଖିବା ଏ ଯେଉଁ ଇଟା ନେଇଛି ତାର କ'ଣ ଆକାର ଅଛି, ନିଜର ବସ୍ତୁତ୍ୱ ମାନେ ଓଜନ ମଧ୍ୟ ଅଛି, ତାର ଏରିଆ ମାନେ ଏତିକି ଏରିଆକୁ ଆୟତନ ମଧ୍ୟ ଅଛି, ଓକେ। ଏହାକୁ ଯେଉଁଠାରେ ରଖିଲେ ବି ମଧ୍ୟ ଏହା କିଛି ସ୍ଥାନ ଅଧିକାର କରେ, କ'ଣ ଆମେ ଯେଉଁଠି ରଖିବା, ଯେଉଁଠି ରଖିଲେ ମଧ୍ୟ ଗୋଟେ ସ୍ଥାନ ଅଧିକାର କରୁଛି ନା ନାହିଁ। ନିଜ ମନରୁ ଅନୁଭୂତିରୁ କେତୋଟି ଉଦାହରଣ ଦିଅ, ସେମିତି ନିଜ ମନରୁ କ'ଣ ସେମିତି ଉଦାହରଣ କୁହନ୍ତୁ କେତୋଟି, ସମସ୍ତେ ପଦାର୍ଥ, ଓକେ, ଗୋଟେ ଗୋଟେ ଉଦାହରଣ ଆପଣ ଲେଖିବେ, ଓକେ। ନେକ୍ସଟ ଯିବା 2 ନମ୍ବର ପଦାର୍ଥ, ଆଉ ଲେଖିବେ ଏମିତି ଖାତା ବହି ବି, ଓକେ, ଏମିତି ଗୋଟେ ଗୋଟେ ଲେଖିବେ, ବୁଝିପାରିଲେ। ସେମିତି ତରଳ ଅବସ୍ଥା, ତରଳ ଅବସ୍ଥା କେମିତି, এই ଅବସ୍ଥାରେ କ'ଣ ଆୟତନ ଓ ବସ୍ତୁତ୍ୱ ଥାଏ, କ'ଣ ଦେଖନ୍ତୁ ଆୟତନ ଆଉ ବସ୍ତୁତ୍ୱ ଥାଏ। ଏଠି କ'ଣ ତରଳ ଅବସ୍ଥା, ଦେଖନ୍ତୁ ଏଠି କ'ଣ ବୁଝିଲା, ଏଠି ଉଦାହରଣ ଦେଇଛି, ଓକେ, ଟିକେ ଦେଖନ୍ତୁ ଜଳର ସ୍ତର ଅଛି ଏତିକି ଅଛି, ଓକେ। এই সময় ମାନେ ଏଇ ତରଳ ଅବସ୍ଥାରେ କ'ଣ ନା
ତାର ଆୟତନ ଦେଖନ୍ତୁ, ଏଠି କ'ଣ ଆକାର ମଧ୍ୟ ଥିଲା, ଆୟତନ ଥିଲା, ବସ୍ତୁ ଥିଲା, ତିନିଟା ଥିଲା। ଏଠି କ'ଣ ଖାଲି ଆୟତନ, ବସ୍ତୁ ଅଛି। ଏଇ ଯେଉଁ ଆକାର ଆଉ ନାହିଁ, କାହିଁକି ନା ତରଳ ଅବସ୍ଥାର ଆକାର ନଥାଏ, କେବଳ ଆୟତନ ଥାଏ, ବସ୍ତୁ ଥାଏ। ଆକାର କାହିଁକି ନଥାଏ? ପାଣିର କୌଣସି ଆକାର ଅଛି କି? ଏମିତି ଅଛି କହିବାର ନାହିଁ। ସେମାନେ କ'ଣ ନା ପାଣିକୁ ଆମେ ଯେମିତି ଜାଗା ଲଗେଇଲେ ସେମିତି ଆକାର ଦେଇଥାଏ। ସେଥିପାଇଁ ଆମେ କ'ଣ ନା ତାର ଆକାର ଆମେ କହିପାରିବା ନାହିଁ। କିନ୍ତୁ ଆୟତନ, ବସ୍ତୁ ତ ଓଜନ ତ ବାଧ୍ୟ ରହିଥାଏ, ଆକୃତି ନଥାଏ। ଓକେ, ଯେପରିକି ଅଧା ଲିଟର କ୍ଷୀର ପଲିଥିନ୍ ପାଉଚରେ ଆଣିଥିବା ବେଳେ ଏହା ସେଇ ପାଉଚର ଆକୃତିର ଦେଇଥାଏ। ଆମେ ଯଦି କ'ଣ କ୍ଷୀରକୁ ଗୋଟେ ପଲିଥିନ୍ ପାଉଚରେ ଆଣୁଛେ, ସେଇଟା ସେଇ ପଲିଥିନ୍ ଆକାରରେ ଆକୃତି ଦେଇଥାଏ। ତ ଥୋଡ଼ି ନା ଆମେ କହିପାରିବା ସେମିତି ଆକୃତି ବୋଲି। ଆମେ ଯଦି ଗ୍ଲାସ୍ ରଖିବା, ଗ୍ଲାସ୍ର ଆକୃତି ଦେଇଥାଏ, ହଁ ନା? ସେଇ କ୍ଷୀରକୁ ପାଉଚରୁ ବାହାର କରି ଉଠେଇବା ପାଇଁ ଯେଉଁ ପାତ୍ରରେ ନିଆଯାଏ, ସେଇ ପାତ୍ରର ଆକୃତି କ'ଣ? ଆମେ ଯଦି ଏଠି ରଖିଦେବା, ତା'ମାନେ ଏପରି ଏମିତି ଆକୃତି ଦେବ। ଆମେ ଯଦି ଏଠି ରଖିବା, ସେମିତି ଆକୃତି ପାଣି ଦେଉଛି, ହଁ ନା? ତାର ଆକୃତି ଦେଉଛି। ଏଠି ରଖିଦେବା, ତା'ମାନେ ଏମିତି ଆକୃତି ଦେବ। ଏଠି ରଖିଦେଲେ ଏମିତି ଆକୃତି ଦେଉଛି। ଓକେ, ତା'ମାନେ କ'ଣ ଆମେ ଜାଣିଲେ ତରଳ ଅବସ୍ଥାର ଆକୃତି ନାହିଁ। ଆମେ ଯେମିତି ପାତ୍ର ରଖିବା, ଆମେ ସେମିତି ଆକାର ଧାରଣ କରିଥାଏ, ହଁ ନା? ପାଣି। ଓକେ, ପାଣି। ଓକେ, ତରଳ ପଦାର୍ଥ ସବୁ ନିଜ ଅନୁଭୂତିରୁ କିଛି ଅନ୍ୟ କିଛି ଉଦାହରଣ ତେଳ, ଓକେ, ତେଲ, ପାଣି, ଏସବୁ କ୍ଷୀର, ଏସବୁ କ'ଣ ତରଳ ଅବସ୍ଥାରେ ରହିଥାନ୍ତି, ତରଳ ପଦାର୍ଥ। ଓକେ, ଦେଖନ୍ତୁ ପିଲେ, ଏଇଟା ଟିକେ ଆପଣମାନଙ୍କୁ କ'ଣ ତ ଦୁଶୁନାହିଁ, ହଁ ନା? ଟିକେ ଜୁମ୍ କରିଦେବା। ଓକେ, ଦେଖନ୍ତୁ କ'ଣ ଦିଆଯାଇଛି ଏଠାରେ। ଲକ୍ଷ୍ୟ କରିବାର କଥା ଯେ ତରଳ ପଦାର୍ଥକୁ ସର୍ବଦା ପାତ୍ର ମଧ୍ୟରେ ରଖିବାକୁ ହୁଏ ଏବଂ ସେହି ତରଳ ପଦାର୍ଥ ଯେଉଁ ପାତ୍ରରେ ରଖାଯାଇଥାଏ ସେ ଆକୃତି ପ୍ରାପ୍ତ। ହଁ ନା? ମୁଁ କହିଲି ଆମେ କ'ଣ ଜାଣିଲେ? ତ ଆମେ ଏଥିରେ କ'ଣ ଲକ୍ଷ୍ୟ କଲେ ନା ତରଳ ପଦାର୍ଥକୁ ସର୍ବଦା ପାତ୍ର ମଧ୍ୟରେ ରଖିବାକୁ ପଡ଼ିଥାଏ, ହଁ ନା? ତ ଯେଉଁ ପାତ୍ର ରଖିବା, ଯେମିତି ପାତ୍ର ରଖିବା, ସେ ତରଳ ପଦାର୍ଥ ସେମିତି ପାତ୍ର ସେ ତାର ଆକୃତି ପ୍ରାପ୍ତ କରିଥାଏ, ଧାରଣ କରିଥାଏ। ଓକେ, ତୁମେ ଦେଖିଥିବ ଯେ ଝରଣା ପାହାଡ଼ର ଉପରରୁ ତଳକୁ ବହି ଆସେ, ଆମେ ଜାଣିଛେ, ହଁ ନା? ସେହିପରି ନଈରେ ପାଣି ଉପର ସ୍ତରରୁ ତଳ ସ୍ତରକୁ ବହିଯାଏ। ଆମେ ଜାଣିଛେ କ'ଣ ଝରଣା ପାହାଡ଼ ଆପଣ ଦେଖିଥିବେ, ହଁ ନା? ବଡ଼ ବଡ଼ ୱାଟରଫଲରେ ମଧ୍ୟ କ'ଣ ନା ତଳକୁ ବହି ଆସିଥାଏ ନା? ସେହିପରି ଆମ ନଈରେ ମଧ୍ୟ ଦେଖିଛେ, ଉପର ଆଡ଼ୁ ତଳ ଆଡ଼କୁ ପାଣିଟା ଯାଇଥାଏ। ଓକେ, ସହରମାନଙ୍କର ଛାତ ଉପରେ ଥିବା ଟାଙ୍କିରୁ ପାଣି ତଳକୁ ବହି ଆସି ଟ୍ୟାପ୍ ମାନଙ୍କରେ କ'ଣ ଜଳ ବାହାରେ, କାରଣ ପଦାର୍ଥ ତରଳ ଅବସ୍ଥାରେ ସର୍ବଦା ନିମ୍ନଗାମୀ। ଆମେ ଜାଣିଛୁ କ'ଣ ଆପଣ ଟାଉନମାନଙ୍କୁ ଦେଖିବେ ଛାତ ଉପରୁ ମଧ୍ୟ କ'ଣ ହେଉଛି, ଟାଙ୍କିରୁ ପାଣି ଉପରଠୁ ତଳକୁ ଯାଉଛି ନା ନାହିଁ? ତ କାରଣ କ'ଣ ନା ଏଇ ଯେଉଁ ପଦାର୍ଥ ତରଳ ଅବସ୍ଥାରେ ସର୍ବଦା କ'ଣ ନା ସେ ତରଳ ଅବସ୍ଥାରେ ନିମ୍ନଗାମୀ, ମାନେ ନିମ୍ନ ମାନେ ତଳେ, ଉଚ୍ଚରୁ ହିଁ ତଳକୁ ଯାଇଥାଏ। ଘର ଦୋକାନରେ ତେଲ, କ୍ଷୀର, ଜଳ ଇତ୍ୟାଦି ତରଳ ପଦାର୍ଥ କିପରି ରଖାଯାଏ ଲକ୍ଷ୍ୟ କର। ଆପଣ ଦେଖିଥିବେ କ'ଣ ତେଲ, କ୍ଷୀର, ଜଳ ଏମାନଙ୍କୁ କେମିତି ରଖାଯାଏ? ପାଣିକୁ କ'ଣ ୱାଟରକୁ ଆମର ରଖାଯାଏ କୋଉଠି ବଟଲ ମାନଙ୍କୁ ଥିବ, ହଁ ନା? 20 ଟଙ୍କା 15 ଟଙ୍କା ମିଳୁଛି, ସେମିତି କ୍ଷୀର। ଓକେ, କ୍ଷୀର ତ ଆମେ ଜାଣିଛୁ ପାଉଚରୁ ମିଳୁଛି, ହଁ ନା? ବଟଲ ମଧ୍ୟ ଆଣୁଛନ୍ତି। ତାପରେ ତେଳ ଦେଖିଥିବେ, ହଁ ନା? ତ ନେକ୍ସଟ ଦେଖିବା ଲାଷ୍ଟ କ'ଣ ପଦାର୍ଥର ଗ୍ୟାସୀୟ ଅବସ୍ଥା। ଆମେ ଏତିକି ଜାଣିଲେ। ଏବେ ଦେଖିବା ପଦାର୍ଥର ଗ୍ୟାସୀୟ ଅବସ୍ଥା କ'ଣ କ'ଣ ଅଛି ଦେଖିବା ଗ୍ୟାସୀୟ ଅବସ୍ଥାରେ। ଓକେ, ଦେଖନ୍ତୁ ଏହି ଅବସ୍ଥାରେ ପଦାର୍ଥର କୌଣସି ନିର୍ଦ୍ଦିଷ୍ଟ ଆକାର, ଆୟତନ ନଥାଏ, ମାତ୍ର ବସ୍ତୁତ ଥାଏ। ସାମାନ୍ୟ ତାପର ତାରତମ୍ୟ ହେଲେ ଏହାର ଆୟତନ ହ୍ରାସ ବୃଦ୍ଧି ଘଟେ। ଅମ୍ଳଜାନ, ଉଦ୍ଜାନ, ଜୈବଯାନ ଇତ୍ୟାଦି ଗ୍ୟାସୀୟ ପଦାର୍ଥ। ଓକେ, ଆମେ କ'ଣ ଜାଣିଲେ ଏଥିରୁ ନା ଆମେ ଜାଣିଲେ ନା ପଦାର୍ଥର କୌଣସି ବି ଦେଖ ସେଠି କ'ଣ ଥିଲା, ଫାଷ୍ଟ ଜାଣିଲେ ସବୁ ଥାଏ, ଆକାର ଥାଏ, ଆକୃତି ଥାଏ, ହଁ ନା? ବସ୍ତୁ ଥାଏ। ଆମେ ତରଳରେ କ'ଣ ଜାଣିଲେ ଆକୃତି ନଥାଏ, ସେଠି କେବଳ କ'ଣ ଥାଏ, ବସ୍ତୁତ୍ୱ ଆଉ ଆୟତନ ଥାଏ। କିନ୍ତୁ ଆମର ଯେଉଁ ଗ୍ୟାସୀୟରେ ଆସିଲେ, ଗ୍ୟାସୀୟରେ କ'ଣ ନା ତାର ଆକାର, ଆୟତନ ନଥାଏ, ଦୁଇଟା ନଥାଏ, ମାତ୍ର ତାର ଓଜନ, ବସ୍ତୁଟା ରହିଥାଏ। ଓକେ,
ତ ଧୀରେ ଧୀରେ କ'ଣ ନା ତାପ ଏବଂ ଚାଉଳ ଧୀରେ ଧୀରେ ତାର ଆୟତନଟା ହ୍ରାସ ବୃଦ୍ଧି ଘଟେ। ଯେମିତିକି ଆମର ଉଦାହରଣ ହେଉଛି ଅମ୍ଳଜାନ, ଉଦ୍ଜାନ, ଯୌଗିକଜାନ ଅଛି ନା ନାହିଁ, ସେସବୁ ଆମର ଗୋଟେ ଗୋଟେ ଗ୍ୟାସୀୟ ପଦାର୍ଥର ଉଦାହରଣ। ଓକେ, ତୁମେ ଆଉ କେତୋଟି ଉଦାହରଣ ମନରେ ଲେଖିବେ। ଓକେ, ମନରେ ଲେଖିବ। ଗ୍ୟାସୀୟ ପଦାର୍ଥ ଗୁଡ଼ିକୁ ସର୍ବଦା ଆବର୍ତ୍ତ ପାତ୍ରରେ ରଖାଯାଏ। ଆମେ ଜାଣିଛେ କ'ଣ ଗ୍ୟାସୀୟ ପଦାର୍ଥ ସବୁବେଳେ ଆବର୍ତ୍ତ ପାତ୍ର। ଯେମିତିକି ଉଦାହରଣ ଦେଖିବା ଆମର ଗ୍ୟାସ୍, HP ଗ୍ୟାସ୍, ହଁ ନା ଗୋଟେ ପାତ୍ରରେ ରଖୁଛେ, ହଁ ନା ନୁହଁ? ତାର ଓଜନ ଅଛି ନା ନାହିଁ? ବସ୍ତୁତ ଅଛି। ତାର ଆକାର ଆୟତ ତ କହିପାରିବା ନାହିଁ, ହଁ ନା ନୁହଁ? ଦେଖନ୍ତୁ, ଗ୍ୟାସୀୟ ପଦାର୍ଥକୁ ଯେଉଁ ଆବର୍ତ୍ତ ପାତ୍ରରେ ରଖାଯାଏ ସେହି ପାତ୍ର ମଧ୍ୟର ସମ୍ପୂର୍ଣ୍ଣ ରୂପେ ବ୍ୟାପିଥାଏ। ଓକେ ନା? ତ ଯେମିତି ପାତ୍ର ସେମିତି ପାତ୍ରରେ କ'ଣ ଆର ଗ୍ୟାସୀୟଟା ବ୍ୟାପି ଯାଇଥାଏ। ଗ୍ୟାସର ପରିମାଣ କମ୍ ବେଶୀ ବା ଆବର୍ତ୍ତ ପାତ୍ର ଛୋଟ ବଡ଼ ଯାହା ହେଲେ ମଧ୍ୟ ଏହି ବ୍ୟାପିବା ପ୍ରକ୍ରିୟାରେ କ'ଣ ଫରକ ପଡ଼େ ନାହିଁ, ହଁ ନା ନୁହଁ? ଫରକ ପଡ଼େ ନାହିଁ। ଦେଖ, ତ ଗ୍ୟାସର ପରିମାଣ କମ୍ ବେଶୀ କିମ୍ବା ଆବର୍ତ୍ତ ପାତ୍ର ଛୋଟ ବଡ଼ ଯେମିତି କମ୍ ବେଶୀ ହଉ ଗ୍ୟାସର ପରିମାଣ କିମ୍ବା ଆବର୍ତ୍ତ ପାତ୍ରର ଛୋଟ ବଡ଼ ଯେମିତି ମଧ୍ୟ ଥାଉ, ତ କ'ଣ ଏ ଯେଉଁ ବ୍ୟାପିବା ପ୍ରକ୍ରିୟାରେ ଫରକ ପଡ଼େ ନାହିଁ ତାକୁ ଆମର ଗ୍ୟାସକୁ, ମାନେ ଗ୍ୟାସର ପରିମାଣ କମ୍ ହବ କିମ୍ବା ଆବର୍ତ୍ତ ପାତ୍ରଟା ଯେଉଁଠି ରଖିବୁ ସେଇଟା ମଧ୍ୟ କ'ଣଟା ହେଉଛି ଛୋଟ ବଡ଼ ଯେମିତି ହେଇଥାଉ। ତାର କିଛି ଫରକ ପଡ଼ିବାର ନାହିଁ। ତ ଗୋଟିଏ ଖୋଲା ବୋତଲରେ ଜଳନ୍ତା ଧୂପକାଠିଟିଏ ପୂରାଇ କାଢ଼ି ଆଣ। ଏବେ ଦେଖ, ଗୋଟିଏ ଖୋଲା ଜାଗାରେ ଆପଣ କ'ଣ କରିବେ, ନହେଲେ ଗୋଟେ ଘର କୋଣରେ ଆପଣ ଧୂପକାଠି ଜାଳିଦେବେ। ହବ, କାଢ଼ିକି ଆଣିବେ ପୂରାଇକି। ବୋତଲର ମୁହଁରେ ଟିପି ଦେଇ ବନ୍ଦ କର। ଏବେ ଦେଖନ୍ତୁ, ଗୋଟେ ବୋତଲ ନେଇଛି, ଏଇ ଭିତରେ କ'ଣ କରିବା, ଜଳେଇଲେ ଧୂପକାଠି, ଟିଭିଟା ବନ୍ଦ କରିଦେଲେ। ଟିଭି ବନ୍ଦ କରିଦେଲେ, ଲକ୍ଷ୍ୟ କଲେ ଦେଖିବ ଧୂପକାଠି ଧୂଆଁ ଅଳ୍ପ ସମୟରେ ପୁରା ବୋତଲଟି ଭିତରେ ବ୍ୟାପିଯିବ। ଏଇ ଭିତରେ ସେ ଧୂଆଁଟା ଭର୍ତ୍ତି ହେଇଯିବ, ମନେ ନାହିଁ? ଏବେ କହିଲେ ଦେଖି, ଟିଭିକୁ ଯଦି ଖୋଲିଦେବା ତ କ'ଣ ହେବ, ବାଧ୍ୟରେ ସେ କ'ଣ ବାହାରକୁ ବାହାରିଯିବ, ମନେ ନୁହଁ? ବାହାରିବ ନା ନାହିଁ? ନିଶ୍ଚିତ ଭାବରେ ବାହାରିବ। ଓକେ, ତ କ'ଣ ବାୟୁମଣ୍ଡଳରେ ଏଇଟା ମିଶିଯାଏ ଏବଂ ଆମର କ'ଣ ସେ ଆସିବ। ଓକେ, ଧୂପକାଠିର ତ ଆମେ ଜାଣିବା କ'ଣ ସେଇଟା ଗୋଟେ ଗ୍ୟାସରେ ମିଶିକି ଆସେ ନା ନାହିଁ, ମାନେ କ'ଣ ବାୟୁମଣ୍ଡଳର ମିଶିକି ଆସିଥାଏ। ଯାହାଫଳରେ ଆମେ ବାୟୁମଣ୍ଡଳ ସଂଶ୍ଳେଷଣ ଆସିବା ଦ୍ୱାରା ଆମେ ଜାଣିପାରୁଥାଉ। ଦେଖ, ଡାକ୍ତରମାନେ ଇସ୍ପାତ ଟାଙ୍କି ମଧ୍ୟରେ ଥିବା ଅମ୍ଳଜାନ ଗ୍ୟାସ୍ ଯେତେବେଳେ ଉଚ୍ଚ ଚାପ ଶକ୍ତି ରହିଥାଏ, ହଁ ନା ଆମେ ଜାଣିଛେ ଡାକ୍ତରମାନଙ୍କୁ କ'ଣ ଇସ୍ପାତ ଟାଙ୍କି ମଧ୍ୟରେ ଅମ୍ଳଜାନର ଗ୍ୟାସ୍ ଯେତେବେଳେ ଉଚ୍ଚ ଚାପରେ ରହିଥାଏ, ଜାଣିଛେ ଆମେ ସମସ୍ତେ, ସେତେବେଳେ ତା ଅର୍ଥ କେମିତି ଥାଏ, ତରଳ ଅବସ୍ଥାରେ। ଗ୍ୟାସ୍ ସିଲିଣ୍ଡରରେ ମଧ୍ୟ ଇନ୍ଧନ ଗ୍ୟାସ୍ ଉଚ୍ଚ ଚାପରେ ତରଳ ଅବସ୍ଥାରେ ଥାଏ ନାହିଁ, ଆମେ ଜାଣିଛେ HP ଗ୍ୟାସ୍ ମଧ୍ୟ କ'ଣ ସିଲିଣ୍ଡରରେ କ'ଣ ସେମିତି ଗ୍ୟାସ୍ ଆକାର ରହିଥାଏ। ସେଠି ରେଗୁଲେଟର ସାହାଯ୍ୟରେ ଯେତେବେଳେ ଟାଙ୍କି ମୁହଁ ଖୋଲାଯାଏ, ଓକେ ନା, ବାୟୁମଣ୍ଡଳୀୟ ଚାପ ପୁଣି ଗ୍ୟାସୀୟ ଅବସ୍ଥାକୁ ଆସିଥାଏ। ଓକେ, ତ ରେଗୁଲେଟର ସାହାଯ୍ୟରେ ମଧ୍ୟ କ'ଣ ଆମେ ଟାଙ୍କିର ମୁହଁ ଖୋଲିଦେଲେ ବାୟୁମଣ୍ଡଳର ଚାପ ପାଇଲେ କ'ଣ ସେଟା ପୁଣି ଗ୍ୟାସୀୟ ଅବସ୍ଥାକୁ ଆସିଥାଏ। ବାୟୁମଣ୍ଡଳରେ ଥିବା ଅମ୍ଳଜାନ ଗ୍ୟାସୀୟ ଅବସ୍ଥାରେ ହିଁ ରହିଥାଏ। ଓକେ ନା, ଆମେ ସମସ୍ତେ ଜାଣିଛେ ବାୟୁମଣ୍ଡଳରେ ଯେଉଁ ଗ୍ୟାସ୍ ମାନେ ଅଛନ୍ତି କ'ଣ ସେଇ ଗ୍ୟାସୀୟ ଅବସ୍ଥାରେ ରହିଥାନ୍ତି। ତ କାରଣ ବାୟୁମଣ୍ଡଳୀୟ ତାପମାତ୍ରା ଓ ଚାପରେ ଗୋଟିଏ ଗ୍ୟାସୀୟ ପଦାର୍ଥ ଅଟେ। ଆମେ ଜାଣିଛେ ବାୟୁମଣ୍ଡଳର ଯେଉଁ ତାପମାତ୍ରା ଚାପରେ ଗୋଟିଏ ଗ୍ୟାସୀୟ ପଦାର୍ଥ ଅଟେ। ଓକେ, ନେକ୍ସଟ ଯିବା। ଦେଖନ୍ତୁ, ଏବେ ଦେଖିବା କ'ଣ ବିଭିନ୍ନ ଆକୃତିର ତୁମ ପାଇଁ କାମ ଏଇଟା ଦେଲେ। ତ ବିଭିନ୍ନ ଆକୃତିର ତିନୋଟି ସାନ ବଡ଼ କାଚ ବୋତଲ, ମାନେ ବିଭିନ୍ନ ଆକୃତିରେ, ଗୋଟେ ଏମିତି ଲମ୍ବା ଥିବ, ଗୋଟେ ଟିକେ ଆକୃତିର ପାତ୍ର, କେମିତି କ'ଣ ନେବେ ପାତ୍ର। ଓକେ, ବୁଝିବା ନା, ନେବେ ବିଭିନ୍ନ ପ୍ରକାର। ଓକେ, ପାତ୍ର ନେଲେ, ତ ଗୋଟିଏ ଛୋଟ କପ୍ରେ ଜଳ ଭର୍ତ୍ତି ସେଇ ବୋତଲ ଗୁଡ଼ିକରେ ଢାଳ। କ'ଣ ଗୋଟେ କପ୍ ନେବେ, କ'ଣ ଏଇଠି ଢାଳିବେ। ଓକେ, ପାଣି ଢାଳିବେ, ଗୋଟେ କପ୍ ଢାଳିବେ। ଜଳର ପରିମାଣ ସମାନ ହୋଇଥିଲେ ମଧ୍ୟ ବୋତଲର ଆକାର ଅନୁସାରେ ତିନୋଟି ବୋତଲର ଆକୃତି ତିନି ପ୍ରକାର ଦେଖାଯାଏ। ଦେଖନ୍ତୁ, ଆମେ କ'ଣ ଗୋଟେ ଗ୍ଲାସ୍ ଢାଳିଲେ, ଏଇଠି ମଧ୍ୟ ଢାଳିଲେ, ଏଇଠି ମଧ୍ୟ ଢାଳିଲେ, କିନ୍ତୁ ତାର ଆକାରଟା କେମିତି, ଯେମିତି ବୋତଲ ଅଛି ସେମିତି ଆକାର ଦେଉଛି। ଏଇଟା ଦେଖ, ଏଠିକି ଏମିତି ହେଉଛି, ଏଠିକି ଏମିତି,
ତ ଏଇ ଯେଉଁ ମାନେ କ'ଣ ଏଇ ପାତ୍ରଟା ଯେମିତି ବା ବୋଟଲ ଯେଉଁଟା ନେଇଥିବେ ମୁଁ ପାତ୍ର ଟାଇପ୍ର କରିଦେଇଛି ଓକେ। ତ ଯେମିତି ଆକାର ଅଛି ସେଇ ପ୍ରକାର ଭାବରେ ଦିଶୁଛି ନା ନାହିଁ ଓକେ। ଏହା ବଡ଼ ବୋତଲରେ କମ୍ ଅଂଶରେ ରହିଯାଇପାରୁଛି ତାକୁ କମ୍ ଅଂଶରେ କିନ୍ତୁ ପୁରା ଏତିକି ରହିଯିବ ଏତିକି ରହିଯିବ ଏଇଟା ଟିକେ ଏମିତି ଉପରେ ହବ ନା। କିନ୍ତୁ ଛୋଟ ବୋତଲରେ ବେଶୀ ଅଂଶ ବଢ଼ିପାରୁଛି ତାକୁ କେତେ ବଢ଼ିବ ନାହାନ୍ତି ଆପଣ ନିଜେ କରିପାରିବେ। ଏଇଟା ଯେଉଁ ଜିନିଷ କି ଆମେ କ'ଣ ଘରଠୁ ମଧ୍ୟ ଏହା ମାନେ କ'ଣ ଜିନିଷ ମିଳିଥାଏ ତ ଘରଠୁ ମଧ୍ୟ ଆମେ ଏହା କରିପାରିବା ଘରେ ନିଜ ଘରେ ଏଇଟା କରିପାରିବେ ଓକେ। ସେଇ ବୋତଲ ଗୁଡ଼ିକରୁ ଜଳ ବାହାର କରିଦିଏ। ଏବେ କ'ଣ କରିବା ସେଇ ଯେଉଁ ବୋତଲ ନେଇଥିଲେ ତିନିଟା ସେଥିରୁ ଜଳ ବାହାର କରିଦିଏ। ଗୋଟିଏ ଲେଖା ସେଫ୍ଟି ପିନ୍କୁ ଉକ୍ତ ବୋତଲରେ ଓକେ ଗୋଟିଏ ପରେ ଅନ୍ୟଟିରେ ପକାଇ ଚାଲ। ସେଫ୍ଟି ପିନ୍କୁ ସେ ଭିତରେ ଗୋଟିଏ ପରେ ଗୋଟିଏ ଏମିତି ପକାଇଛି ଓକେ। ସେଫ୍ଟି ପିନ୍ର ଆକାର ଆକୃତି ଆୟତନର କୌଣସି ପରିବର୍ତ୍ତନ ହେବ କାରଣ କ'ଣ ନା ଏ ସେଫ୍ଟି ପିନ୍ର ମାନେ କ'ଣ ସେଫ୍ଟି ପିନ୍ର ଆକାର ଆକୃତି ଏବଂ ଆୟତ ତାର କୌଣସି ବି ଚେଞ୍ଜ ହେଉନି। ତିନିଟି ବୋତଲରେ ଆକାର ଆକୃତି ଦ୍ୱାରା ସେଫ୍ଟି ପିନ୍ର ପ୍ରଭାବିତ ହେଉନି ତ କିଛି ମଧ୍ୟ ପ୍ରଭାବିତ ହେବାର ନାହିଁ ଚେଞ୍ଜ ହେବାର ନାହିଁ। ଦେଖନ୍ତୁ ବୋତଲ ଭିତରୁ ସେଫ୍ଟି ପିନ୍ ବାହାର କଲେ ଏବେ ସେ ବୋତଲରେ ପିଇଥିବ ସେଇଟା କ'ଣ ଛାଡ଼ିଯିବ ସେଇ ସେଫ୍ଟି ପିନ୍କୁ ବାହାର କରିଦେବ। 2-3ଟି ଧୂପକାଠିକୁ ଏକାଠି କରି ଜଳାଇ ସେଥିରୁ ବାହାରୁଥିବା ଧୂଆଁକୁ ଉକ୍ତ 3ଟି ବୋତଲରେ 1 ମିନିଟ୍ ପାଇଁ ଛାଡ଼ି ଟିଭି ବନ୍ଦ କରିଦିଅ। ଏବେ କ'ଣ କରିବେ ନା ଏ 2-3ଟି ଧୂପକାଠିକୁ ଏକାଠି କରିବ ଓକେ ତାକୁ ଜଳାଇକି କ'ଣ କରିବ ନା ସେ ଧୂଆଁକୁ 3ଟା ବୋତଲ ଭିତରେ 1 ମିନିଟ୍ ଛାଡ଼ିକି ଟିଭି ବନ୍ଦ କରିଦେବ। ଟିଭି ବନ୍ଦ କରିଦେଲେ ବୋତଲର ବିଭିନ୍ନ କ'ଣ ବୋତଲ ଭିତରେ ଧୂଆଁ କିପରି ରହୁଛି ଆପଣ ଲଗେଇପାରିବେ। ସେ ଭିତରେ କ'ଣ ସେଇ ଧୂଆଁ କେମିତି କେଉଁ ଆକାର ରହୁଛି ସେ ବିଷୟ କ'ଣ ତାକୁ ଆପଣ ଲକ୍ଷ୍ୟ କରିବେ ଓକେ। ଦେଖନ୍ତୁ ହେଲେ କାଲିକୁ ପଦାର୍ଥର କ'ଣ ସାଧାରଣ ଅବସ୍ଥା କରିବା ଟିକେ ଏଇଟା ଆମେ ସାରି ଦେଇଥିବ ଓକେ। ଦେଖନ୍ତୁ ଏଇଠି କ'ଣ ଦେଖ ଏଇଟା କ'ଣ ବେଲୁନ୍ ଏଇଟା ମଧ୍ୟ କିନ୍ତୁ ଏଇଟା କ'ଣ ଟିକେ ବଡ଼ ବେଲୁନ୍ ଏଠି ଲମ୍ବା ଅଛି ଓକେ। ଆପଣ ସମସ୍ତେ ଦେଖିଥିବେ ଲମ୍ବା ବେଲୁନ୍ ମଧ୍ୟ ହଁ ନା ନୁହଁ। ଛୋଟ ଛୋଟ ପିଲା ପ୍ରାୟ ଏଇଟା ବହୁତ କିଣାକିଣି କରନ୍ତି ହଁ ନା ନୁହଁ। ଦେଖନ୍ତୁ ଧୂଆଁ ଯେଉଁ ବୋତଲରେ ରହୁଛି ସେଇ ବୋତଲକୁ ସମ୍ପୂର୍ଣ୍ଣ ରୂପେ ବ୍ୟାପି ଯାଉଛି ହଁ ନା ନୁହଁ। ଆଉ କ'ଣ ଧୂଆଁ ଯେଉଁ ବୋତଲରେ ରହୁଛି ସେଇ ବୋତଲକୁ ସମ୍ପୂର୍ଣ୍ଣ ରୂପେ ବ୍ୟାପି ଯାଉଛି ନା ନାହିଁ ବୋତଲରେ ସେଇ ବୋତଲର ଆକୃତି ଧାରଣ ଅଛି ସେ ଧୂଆଁଟା କେମିତି ଆକାର ଧାରଣ କରୁଛି ଓକେ। ତ ସେଇ ବୋଟଲ ଯେମିତି ଲମ୍ବା ଥିବ ବୋଲେ ଲମ୍ବା ଆକାରରେ ସେ କ'ଣ ସେଇ ହିସାବରେ ସେ ଧୂଆଁଟା ଧାରଣ କରୁଛି ସେମିତି ବୁଲୁଥିବ ସେଇ ଭିତରେ ଧୂଆଁଟା ଓକେ। ଟିଭି ଖୋଲିଦେବେ ବୋତଲରୁ ଧୂଆଁ ବାହାରି ଯାଉଛି ଟିଭି ଖୋଲିଦେବା ଦ୍ୱାରା କ'ଣ ହେଉଛି ସେ ଧୂଆଁଟା ବାହାରି ଯାଉଛି। ଏବେ ଦେଖ ଉପର ପକ୍ଷରେ ସେଫ୍ଟି ପିନ୍ ଜଳ ଧୂପ ଧୂଆଁକୁ କ'ଣ ଗରମ କରିନାହିଁ କି ଥଣ୍ଡା ମଧ୍ୟ କରିନାହିଁ ତେଣୁ ତା କାର୍ଯ୍ୟ କରିଲା ବେଳେ ଏଇ ପଦାର୍ଥ ଗୁଡ଼ିକ ତାପମାତ୍ରା ଅପରିବର୍ତ୍ତିତ ହେଉଛି। ସେଥିପାଇଁ କ'ଣ ହେଉଛି ନା ଯଦି ସବୁ କାର୍ଯ୍ୟ କଲା ବେଳେ ଆମର ତାପମାତ୍ରା ଅପରିବର୍ତ୍ତିତ ଚେଞ୍ଜ ହେବ ନାହିଁ। ଦେଖନ୍ତୁ ଗୋଟେ ଦେଖି ସ୍ଥିର ତାପମାତ୍ରାରେ କଠିନ ପଦାର୍ଥର ଆକାର ଆକୃତି ଓ ଆୟତନ ପରିବର୍ତ୍ତନ ହୁଏ ନାହିଁ। ଯେତେବେଳେ ସ୍ଥିର ତାପମାତ୍ରା ରହେ କଠିନ ପଦାର୍ଥର ତାର ଯେଉଁ କଠିନ ପଦାର୍ଥ ଆକାର ବି ଆକୃତି ଆୟତନ କିଛି ପରିବର୍ତ୍ତନ ହେବ ନାହିଁ ଓକେ। ସ୍ଥିର ତାପମାତ୍ରାରେ ତରଳ ପଦାର୍ଥ ଓକେ ଆୟତନ ଅପରିବର୍ତ୍ତିତ ରହେ କିନ୍ତୁ ଏହାର ଆକାର ଆକୃତି ଧାରକ ପାତ୍ରର ଆକୃତି ଅନୁସାରେ ବଦଳିଯାଏ। ସ୍ଥିର ତାପମାତ୍ରା ତରଳ ତାପମାତ୍ରା ଓକେ ତାର ଆୟତନଟା ଅପରିବର୍ତ୍ତିତ ରହେ ଓକେ ଅପରିବର୍ତ୍ତନ ଚେଞ୍ଜ ନାହିଁ ତରଳ ପଦାର୍ଥରେ ହଁ। କିନ୍ତୁ ଏହାର ଆକାର ଆକୃତି କ'ଣ ହେଉଛି ଧାରକ ପାତ୍ର ତାର ଆକାର ଆକୃତି କ'ଣ ହେଉଛି ନା ଯେଉଁ ପାତ୍ର ମାନେ ଭର୍ତ୍ତି କରୁଛି ସେଇ ବୋତଲରେ ବୋତଲ ଆକୃତିର ଦେଇଥାଏ ସେମିତି ଚେଞ୍ଜ ହୋଇଥାଏ ଓକେ। ଏବେ ଦେଖିବା ଏଇଟା ସ୍ଥିର ତାପମାତ୍ରାରେ ଗ୍ୟାସୀୟ ପଦାର୍ଥ ଓକେ ର ଆକାର ଆୟତନ ଆକୃତି ସବୁ ଆବର୍ତ୍ତ ଧାରକ ପାତ୍ରର ଆୟତନ ଆକୃତି ଅନୁସାରେ ସେଇଟା ଚେଞ୍ଜ ହୋଇଥାଏ। ଆମର ଯେଉଁ କ'ଣ ସ୍ଥିର ତାପମାତ୍ରା ଗ୍ୟାସୀୟ ପଦାର୍ଥ ମଧ୍ୟ କ'ଣ ହେଉଛି ସେମିତି ଆକାର ଆୟତନ ଆକୃତି ଆବର୍ତ୍ତ ଯେଉଁଠି ମଧ୍ୟ ଭର୍ତ୍ତି କରୁଛୁ ସେଇ ଆକାର ଅନୁସାରେ ସେଇଟା ମଧ୍ୟ ତାର ଧାରଣ କରିଥାଏ ତାର ଆକୃତି ଓକେ। ତରଳ ପଦାର୍ଥ ରଖିବା ପାଇଁ ଗୋଟିଏ ପାତ୍ରର ଆବଶ୍ୟକ ହୋଇଥାଏ ହଁ ନା। ଆମେ ଯଦି କୌଣସି ତରଳ ପଦାର୍ଥ ରଖିବା ଓକେ ତେଳ ହଉ ଜଳ ହଉ ଓକେ ଯେସବୁ ତ ଆମେ ଗୋଟେ ପାତ୍ର ଦରକାର ତାକୁ ଖୋଲା ବା ଆବର୍ତ୍ତ ହୋଇପାରେ ଏଇଟା ଖୋଲାଟା କିମ୍ବା ଘୋଡ଼େଇ ପୁରା
ଘୋଡ଼େଇକି ଥିଲାଟା ମଧ୍ୟ ଦରକାର। ନଚେତ୍ ତରଳ ପଦାର୍ଥକୁ ଉର୍ଦ୍ଧ୍ୱ ନିୟମକୁ କୁହାଯାଏ। ନହେଲେ କ'ଣ ସେମିତି ପାତ୍ର ନହେଲେ ତଳେ ଯଦି ଢାଳିଦେବା ବୋଲେ ସେ ଉପରରୁ ଉଚ୍ଚରୁ ନିମ୍ନକୁ ତାର କ'ଣ ପାଣି ହଉ କି ଯେକୌଣସି ତରଳ ପଦାର୍ଥ ତଳକୁ ଯାଇଥାଏ। ନେକ୍ସଟ ଦେଖିବା ଲାଷ୍ଟ ଗ୍ୟାସୀୟ ପଦାର୍ଥକୁ ସର୍ବଦା ଆବର୍ତ୍ତ ପାତ୍ର ରଖିବା ବୋଲି। ସର୍ବଦା କ'ଣ ଆମର ଗ୍ୟାସୀୟ ପଦାର୍ଥ ଆବର୍ତ୍ତ ଗୁଡ଼ାକ ଯେମିତିକି ଆମର HP ଗ୍ୟାସ୍ ଗୁଡ଼ାକ କ'ଣ ଆମର ସବୁବେଳେ ଘୋଡ଼େଇକିନା ରଖାହେଉଛି। ନଚେତ୍ ଏଇ ଗ୍ୟାସୀୟ ପଦାର୍ଥ ପାତ୍ରରୁ ବାହାରିଯାଏ। ଆମେ ଯଦି ଗ୍ୟାସୀୟ ପଦାର୍ଥ ଦେଖିବୁ ସେଥିପାଇଁ କ'ଣ ଟିକେ ଖୋଲିଦେଲେ କ'ଣ ବାହାରକୁ ବାୟୁମଣ୍ଡଳକୁ ଆସିଥାଏ। ହେଲା ନୁହଁ? ତ ପିଲାମାନେ ଦେଖନ୍ତୁ ନେକ୍ସଟ ଦେଖିବା ଆଉ ଗୋଟେ କ୍ଲାସ୍କୁ। ଓକେ, ପଦାର୍ଥର 3 ସାଧାରଣ ଅବସ୍ଥାର ଅନ୍ତରୂପାରଣ ନେକ୍ସଟ କ୍ଲାସ୍କୁ ଦେଖିବା। ଓକେ, କେମିତି କ'ଣ ଚେଞ୍ଜ ହେଉଛି ବୁଝିପାରିଲେ? ତ ପଦାର୍ଥର ଗଠନ ଏସବୁ ବିଷୟରେ ନେକ୍ସଟ କ୍ଲାସ୍କୁ ଦେଖିବା। ଓକେ, ଦେଖନ୍ତୁ ଆଜି ଆମେ ସାରିଲେ ପଦାର୍ଥ ବିଷୟରେ ଜାଣିଲେ। ଆମେ ପଦାର୍ଥ କେତେ ଭାଗରେ ଜାଣିଲେ, କ'ଣ ପ୍ରାକୃତିକ ମନୁଷ୍ୟକୃତ କ'ଣ ନୁହେଁ। ସେମିତି ଆମର ପଦାର୍ଥ ଗୁଡ଼ିକ ଯାହା ସବୁ କେତେ ଭାଗରେ ବିଭକ୍ତ କରାଯାଇଛି, କେତୋଟି ଅବସ୍ଥାରେ ରହିଥାନ୍ତି ସେ ବିଷୟରେ ଜାଣିଲେ। ବାୟୁ ବିଷୟରେ ନିଶ୍ଚିତ ଜାଣିଲେ। ଓକେ, ତ ନେକ୍ସଟ କ୍ଲାସ୍କୁ ଦେଖିବା ପଦାର୍ଥର 3 ସାଧାରଣ ଅବସ୍ଥାର ଅନ୍ତ ରୂପାନ୍ତରଣ। ଏ ଯେଉଁ 3 ସାଧାରଣ ଅବସ୍ଥା ଆମେ ପଢ଼ିଲେ ସବୁ ତାଙ୍କର ଅନ୍ତ ରୂପାନ୍ତରଣ, ତାଙ୍କର କେମିତି ଇଣ୍ଟର କନଭର୍ସନ୍ ହେଉଛି, କେମିତି କ'ଣ ଚେଞ୍ଜ ହେଉଛି। ଓକେ, ସେ ବିଷୟରେ ଆମେ ଆଗକୁ କାଲିକୁ ପଢ଼ିବା। ଓକେ, ତ ପିଲାମାନେ ଆପଣଙ୍କୁ ଏଇ ଭିଡ଼ିଓଟି ଆପଣଙ୍କୁ ବହୁତ ହେଲ୍ପଫୁଲ୍ ହେବ ବୋଲି ଭାବୁଛି। ତ ସେ ପିଲାମାନେ ଆପଣଙ୍କୁ ଏ ଭିଡ଼ିଓ ଭଲ ଲାଗୁଥିଲେ ସମସ୍ତେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଷ୍ଟକୁ କ'ଣ ସବସ୍କ୍ରାଇବ୍ କରିବା ଦ୍ୱାରା ଆପଣ ସମସ୍ତେ କ'ଣ ମୋର ନୂଆ ନୂଆ ଭିଡ଼ିଓ ପାଇବେ। ସେଥିପାଇଁ ଆପଣ ଲାଇକ୍ ସେୟାର କରିଦିଅନ୍ତୁ ଏବଂ କମେଣ୍ଟ ମଧ୍ୟ କରିଦିଅନ୍ତୁ। ତ ଚାଲନ୍ତୁ ପିଲେ ଆଉ ଆମେ କ୍ଲାସ୍କୁ ଏଇଠି ହିଁ ଶେଷ କରିଦେବା। ତ ଚାଲନ୍ତୁ ପିଲେ ଏଇ କ୍ଲାସ୍କୁ ଆମେ ଏଇଠି ରଖିବା। ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥରେ ଜୟ ଜଗନ୍ନାଥ।